ଆମକୁ ତାଙ୍କରି ଦୟାରେ ଆମକୁ ସୁନ୍ଦର ସୁଯୋଗ ଦେଇଛନ୍ତି। ତେବେ ଆସନ୍ତୁ ସେଇ ପ୍ରେମମୟ ପ୍ରଭୁଙ୍କର ସେ ଆଶୀର୍ବାଦକୁ ତାଙ୍କରି ସେ ସାହାଯ୍ୟ ପ୍ରେମକୁ ଆମେ ସ୍ମରଣ କରୁ ଏବଂ ଯେତେବେଳେ ଆମେ ପ୍ରତି ଏକାଠି ହେଇଛୁ କୃତଜ୍ଞ ହୃଦୟରେ ସେତେ ତାଙ୍କୁ ଧନ୍ୟବାଦ ଦେଉ। ଆମେ ଗୌରବ ପ୍ରଶଂସା କରୁ ତାଙ୍କରି ସେବା ଉପାସନା ଆତ୍ମାର ସହିତ ସତ୍ୟ ଆତ୍ମିକତାରେ ତାଙ୍କରି ସେବା ଉପାସନା କରୁ। ବର୍ତ୍ତମାନ ଆମେ ଆରମ୍ଭ ପୂର୍ବରୁ ଧର୍ମଶାସ୍ତ୍ରରୁ ଗୋଟିଏ ଅଂଶ ପଢ଼ିବାକୁ ଚାହେଁ। ତାହା ହେଉଛି ଗୀତ ସଂହିତା 36 ଆଜି ଆମେ 6 ଠାରୁ 10 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା। ଆଉ ମୁଁ ପ୍ରଥମ ଲାଇନ୍ ପଢ଼ିବି, ଆପଣମାନେ ଦୁଇଟି ଲାଇନ୍ ପଢ଼ିବେ। ଏହିପରି ମିଳିତ ଅଧ୍ୟୟନରେ ଆମେ ପରମେଶ୍ୱରଙ୍କର ଗୌରବ କରିବା। 6 ଠାରୁ 10 ପଦ ପର୍ଯ୍ୟନ୍ତ। ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିଚ୍ଛିନ୍ନ କଲେ ତାହାଙ୍କର ଧନ୍ୟବାଦ କର। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଯେ ମହା ଜ୍ୟୋତିର୍ଗଣ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ନିର୍ମାଣ କଲେ ସେ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ପ୍ରଥମ ଜାତମାନଙ୍କୁ ସଂହାର କରିବା ଦ୍ୱାରା ମିଶ୍ରକୁ ଆଘାତ କଲେ ସେ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ପ୍ରଭୁ ଏହି ପଠିତ ବାକ୍ୟରେ ଶ୍ରବଣରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ଅଧ୍ୟୟନ ଦ୍ୱାରା ପରମେଶ୍ୱର ଗୌରବ ପାଆନ୍ତୁ। ବର୍ତ୍ତମାନ ଆଜିର ଉପାସନାକୁ ଆମେ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିବା। ପ୍ରିୟ ପ୍ରଭୁ ତାଙ୍କରି ଅଧୀନସ୍ଥ ପ୍ରତ୍ୟେକଙ୍କୁ କରନ୍ତୁ ଆଉ ତାଙ୍କରି ଦାସୀମାନଙ୍କୁ ବ୍ୟବହାର କରି ପ୍ରଭୁ ନିଜେ ଗୌରବ ପାଆନ୍ତୁ। ଆଜିର ଉପାସନାକୁ ପରମେଶ୍ୱରଙ୍କ ହସ୍ତରେ ଆମେ ସମର୍ପିତ କରିବା। ଏହି ସମୟରେ ମୁଁ ପ୍ରାର୍ଥନା କରିବା ନିମନ୍ତେ ଅନୁରୋଧ କରିବି। ଆମମାନଙ୍କ ଗହଣରେ ଅଛନ୍ତି ମିସେସ୍ ସୁନିତା ନାଇଁ ଆଉ ସିଷ୍ଟରଙ୍କୁ ମୁଁ ଅନୁରୋଧ କରେ ଆରମ୍ଭ ପ୍ରାର୍ଥନାରେ କରିବେ। ସର୍ବପ୍ରଥମେ ସଦାପ୍ରଭୁଙ୍କ ନାମକୁ ମହିମା କରେ। ପୁଣି ଏଥି ସଙ୍ଗେ ସଙ୍ଗେ ଓମେନ୍ସ ଫେଲୋସିପ୍ର ପ୍ରତ୍ୟେକ ମା ଭଉଣୀ ମାନଙ୍କୁ ମୋ ଖ୍ରୀଷ୍ଟ ପ୍ରେମ ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମର ସେ ପବିତ୍ର ନାମକୁ ଧନ୍ୟବାଦ ଦିଏ, ଗୌରବ କରେ, ସମ୍ଭ୍ରମ କରେ। ରାଜା ତୁମେ ପ୍ରେମ କଲ, ଦୟା କଲ, ଅନୁଗ୍ରହ କଲ, এই ସୁନ୍ଦର ସମୟ ଆମମାନଙ୍କ ଜୀବନରେ ଦେଖାଇଲ। ବର୍ଷର ପ୍ରଭୁଙ୍କ ସପ୍ତମ ମାସର ପ୍ରଥମ ଦିନରେ ପ୍ରଭୁ ଆମମାନଙ୍କୁ ଦେଖିବାକୁ ଦେଲ, ସେଥିପାଇଁ ତୁମ ନାମକୁ ଧନ୍ୟବାଦ ଦିଏ। ରାଜା ହଁ ବାପା ଗୋ, ଏଇ ଦିନ ଦେଖିବାକୁ ପ୍ରଭୁ ଅନେକ ଲୋକଙ୍କ ଜୀବନରେ ଇଚ୍ଛା ଥିଲା, କିନ୍ତୁ ପ୍ରଭୁ ଗୋ ସେମାନେ ଯେ ପ୍ରଭୁ ତୁମ ଚରଣ ତକୁ ଆସି ଅଛନ୍ତି, କିନ୍ତୁ ପ୍ରଭୁ ଜୀବିତ ଲୋକମାନଙ୍କ ସ୍ଥାନରେ ଆମମାନଙ୍କୁ ନାମ ସ୍ଥାନ ଦେଲ। ପୁଣି ପ୍ରଭୁ ତୁମ ଚରଣ ତଳକୁ ଆସିବା ନିମନ୍ତେ, ତୁମର ସାନ୍ନିଧ୍ୟ ଉପଲବ୍ଧ କରିବା ନିମନ୍ତେ ପ୍ରଭୁ ତୁମେ ଯେ ଆମମାନଙ୍କୁ ବାଛି ଅଛ, ସେଥିପାଇଁ ପ୍ରଭୁ ତୁମ ନାମକୁ ମୁଁ ଧନ୍ୟବାଦ ଦିଏ। ଯେତେବେଳେ ପ୍ରାର୍ଥନା କରି ବାପା ଗୋ ଏଇ ଜୁମ୍ ମିଟିଂର ଉପାସନାକୁ ତୁମ ଚରଣ ତଳେ ରଖୁଅଛି। ରାଜା ବାପା ଗୋ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମର ଉପସ୍ଥିତି ଦିଅ। ବାପା ଗୋ ଯେଉଁମାନେ ପ୍ରଭୁ ଗୋ ଆଜି ପାଇଁ ପ୍ରଭୁ ଗୋ ପାର୍ଟିସିପେଟ୍ କରିବେ ୱାର୍ସିପ୍ରେ, ବାକ୍ୟ ଅଧ୍ୟୟନରେ ପ୍ରଭୁ ଏବଂ ପ୍ରଭୁ ଗୋ ବାକ୍ୟ କହିବାରେ ବାପା ଗୋ ସ୍ୱର୍ଣ୍ଣମୟ ପଦ କହିବାରେ ପ୍ରଭୁ ଗୋ ଏବଂ ମଧ୍ୟସ୍ଥ ଯୋଉ ପ୍ରାର୍ଥନା ହବ ପ୍ରଭୁ ଗୋ ସବୁ କିଛି ପ୍ରଭୁ ତୁମର ଉପସ୍ଥିତି ଦିଅ। ବାପା ଗୋ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେପରିକି ପ୍ରଭୁ ତୁମର ଇଚ୍ଛା ଅନୁସାରେ ପ୍ରଭୁ ସବୁ କିଛି ସମ୍ଭବ ହେଇପାରିବ ଏବଂ ଧୀର ସ୍ଥିର ମସ୍ତିଷ୍କରେ ଆମେ ଯେ ପ୍ରଭୁ ତୁମର ଉପସ୍ଥିତିରେ ବସିପାରିବୁ ପ୍ରଭୁ, ସେପରି ତୁମେ ସାହାଯ୍ୟ କର। ଏବଂ ପ୍ରଭୁ ପରିଚାଳନା କରୁଥିବା ଭଉଣୀ କି ପ୍ରଭୁ ତୁମ ଚରଣ ତଳେ ଦେଲି ବାପା ଗୋ, ତାକୁ ତୁମେ ସ୍ୱର୍ଗୀୟ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର। ବାପା ଗୋ ତୁମେ ମୋର ପ୍ରାର୍ଥନା ଶୁଣିଲ, ଧନ୍ୟବାଦ। ଏ କ୍ଷୁଦ୍ର ବିନତି ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆରମ୍ଭ ପ୍ରାର୍ଥନାରେ ପଢ଼ିନେଲେ ଆଜିର ସମସ୍ତ ବିଷୟକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମେ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା, କାରଣ ପ୍ରେମିକ ପିତା ପରମେଶ୍ୱର ମହାନ ପରମେଶ୍ୱର, ତାଙ୍କର ମହାନତା ହେତୁ ଆମେ ତାଙ୍କର ଗୌରବ ପ୍ରଶଂସା କରିବା। ଆଉ ଏ ପର୍ଯ୍ୟନ୍ତ ଆମେ କିଛି କରିନାହୁଁ, କିନ୍ତୁ ଏ ପର୍ଯ୍ୟନ୍ତ ପରମେଶ୍ୱର ଆମଙ୍କର ସାଥିରେ ରହି ପଢ଼ି ଆଣିଥିବାରୁ ତାଙ୍କର ବିଶ୍ୱସ୍ତତା ନିମନ୍ତେ ଆମେ ତାଙ୍କର ଗୌରବ ପ୍ରଶଂସା କରିବା। ଏପର୍ଯ୍ୟନ୍ତ ପ୍ରେମିକ ପିତା ପରମେଶ୍ୱର ଆମକୁ ପ୍ରେମ ପ୍ରଦାନ କରିଛନ୍ତି, ତେଣୁ ଆମେ ତାଙ୍କର ଗୌରବ ପ୍ରଶଂସା କରିବା।
ଆଉ ଏଇ ସମୟ ମଧ୍ୟରେ ପ୍ରଭୁଙ୍କର ଗୌରବ କରିବା ନିମନ୍ତେ ମୁଁ ଆହ୍ୱାନ କରେ ଆମମାନଙ୍କ ଘରେ ଅଛନ୍ତି ଜଡ଼ିତ ଅଛନ୍ତି ପ୍ରିୟ ସିଷ୍ଟର ମିସେସ୍ ସରିତା ଜେନା ନୂଆପଡ଼ା ସିଷ୍ଟର ଆଗକୁ ଆସିବେ ୱାର୍ସିପ୍ରେ କରିବେ ପ୍ରଭୁଙ୍କର ଗୌରବ ଏ ସମୟ ହେଉଛି ଆପଣଙ୍କର ମିସେସ୍ ସରିତା ଜେନା। ଜୁମ୍ ରେ ଉପସ୍ଥିତ ସମସ୍ତ ମା ଭଉଣୀ ମାନଙ୍କର ମୋର ପ୍ରେମପୂର୍ଣ୍ଣ ନମସ୍କାର। ସର୍ବପ୍ରଥମେ ମୁଁ ସନ୍ନାଧିପତି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଏ ସେ ମତେ ଏ ସୁନ୍ଦର ସୁଯୋଗ ଦେଇଛନ୍ତି ତଥା ଟୁନୁ ଦିଦିଙ୍କୁ ମଧ୍ୟ ଧନ୍ୟବାଦ ଦିଏ ମତେ ଏ ସୁନ୍ଦର ସୁଯୋଗ ଦେଇଥିବାରୁ ତଥା ବିନ୍ଦୁ ଭଉଣୀକୁ ମଧ୍ୟ ମୁଁ ଧନ୍ୟବାଦ ଦିଏ ମତେ ସୁନ୍ଦର ଭାବରେ ଆହ୍ୱାନ କରିଥିବାରୁ। ଆସୁ ଆମେ ମାନେ ବାକ୍ୟ ମାଧ୍ୟମରେ ଯେପରି ଲେଖା ଅଛି ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ପ୍ରଶଂସା କରୁ ତାଙ୍କ ପ୍ରାଙ୍ଗଣରେ ଆସିବା ନିମନ୍ତେ ଆଉ ସେଇ ବାକ୍ୟ ଅନୁଯାୟୀ ଆମେ ତାଙ୍କର ଚରିତକୁ ଧନ୍ୟବାଦ କରୁ କରୁ ତାଙ୍କ ନିକଟବର୍ତ୍ତୀ ହଉଥିବା ପ୍ରଭୁଙ୍କର ପ୍ରଶଂସା ନିମନ୍ତେ ଆମେ ଗୋଟେ ଗୀତ ଗାଉଥିବା अनमोल वचन तेरा प्रभु पथ के लिए मेरा दीपक बना रोशनी तू है खुदा यीशु मेरे लिए तू ज्योति बना अनमोल वचन तेरा प्रभु पथ के लिए मेरा दीपक बना रोशनी तू है खुदा यीशु मेरे लिए तू ज्योति बना अनमोल वचन तेरा अनमोल वचन तेरा आदि में वचन था वचन परमेश्वर था सामर्थ्य वचन से तू दुनिया को रचा आदि में वचन था वचन परमेश्वर था सामर्थ्य वचन से तू दुनिया को रचा मोहब्बत हुई तेरे नाम से लगन हुई कलाम से ओ मोहब्बत हुई तेरे नाम से लगन हुई कलाम से अनमोल वचन तेरा तेरा वचन सोने चांदी से भी उत्तम तेरी व्यवस्था मुझको सच्चाई सिखाता ध्यान मेरी तेरी कलाम में आराधना तेरी चरणों में ओ ध्यान मेरी तेरी कलाम में आराधना तेरी चरणों में अनमोल वचन तेरा अनमोल वचन तेरा अनमोल वचन तेरा प्रभु पथ के लिए मेरा दीपक बना
रोशनी तू है खुदा यीशु, मेरे लिए तू ज्योति बना। अनमोल वचन तेरा, अनमोल वचन तेरा। प्रेज द लॉर्ड। प्रभुଙ୍କର Praise the Lord. ନାମର ଧନ୍ୟବାଦ। ଆମମାନଙ୍କୁ ଏଇ ସୁନ୍ଦର ସୁଯୋଗ ଦେଇ ଅଛନ୍ତି ପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ। ଆସୁ ଆମମାନେ ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଉପାସନା କରୁଥିବା। ତାହା ମଧ୍ୟ ଗୋଟେ ହିନ୍ଦୀ ଗୀତ ମୁଁ ଗାଇବି। ए खुदाबंद बता, खुदाबंद बता, तेरे खेमे में कौन रहेगा, कौन रहेगा। तेरी पवित्र पर्वत पे जाके कौन बसेगा। ए बता, खुदाबंद बता, तेरे खेमे में कौन रहेगा, कौन रहेगा। तेरे पवित्र पर्वत पे जाके कौन बसेगा। ए खुदाबंद बता, खुदाबंद बता, वो जो सही रास्ते पर है चलता, सदा धर्म करता और सच है कहता। वो जो सही रास्ते पर है चलता, सदा धर्म करता और सच है कहता। जुबां से किसी की जो निंदा न करता, कभी दोस्त की जो बुराई न करता। जुबां से किसी की जो निंदा न करता, कभी दोस्त की जो बुराई न करता। वो धन्य है वो, धन्य है वो, तेरी पवित्र पर्वत पे जाके वही बसेगा। ए खुदाबंद बता, खुदाबंद बता, जो दुर्जन से हरदम निगाहें फिराता, फकत में जो बंदों के इज्जत वो करता। दो दुर्जन से हरदम निगाहें फिराता, फकत में जो बंदों के इज्जत वो करता। ओ जो कसम खा के टलता नहीं है, जो हानि सहे पर बदलता नहीं है। वो जो कसम खा के टलता नहीं है, जो हानि सहे पर बदलता नहीं है। वो धन्य है वो, धन्य है वो, तेरी पवित्र पर्वत पे जाके वही बसेगा। है खुदावंद बता, खुदावंद बता, वो जो रकम सूद पे नहीं देता, झूठी गवाही की रिश्वत न लेता। वो जो रकम सूद पे नहीं देता, झूठी गवाही की रिश्वत न लेता। ऐसा कामों को जो भी है करता, सही रास्ते से कभी ना भटकता। ऐसा कामों को जो भी है करता,
सही रास्ते से कभी ना भटकता। वो धन्य है वो, धन्य है वो, तेरी पवित्र पर्वत पे जाके वही बसेगा। ऐ खुदावन बता, खुदावन बता, तेरे खेमे में कौन रहेगा, कौन रहेगा। तेरे पवित्र पर्वत पे जाके कौन बसेगा। ऐ खुदावन बता, खुदावन बता, तेरे खेमे में कौन रहेगा, कौन रहेगा। तेरे पवित्र पर्वत पे जाके कौन रहेगा। ऐ खुदावन बता, खुदावन बता। धन्यवाद। प्रेज द लॉर्ड। प्रभुଙ୍କର ମହାନାମର ଧନ୍ୟବାଦ ହଉ। ଆମମାନଙ୍କୁ ଏଇ ସୁନ୍ଦର ଅବକାଶ ଦେଇଅଛନ୍ତି। ଆଉ ଆମେ ଶେଷ ଗୀତ ଗୋଟେ କୋରସ୍ ଗାଇ ପ୍ରଭୁଙ୍କର ଧନ୍ୟବାଦ କରୁଥିବା। ଓଡ଼ିଆ ଗୀତ ତାହା। କୋରସ୍ ଗୀତ ଗାଇ ଆମେ ପ୍ରଭୁଙ୍କର ପ୍ରଶଂସା କରୁଥିବା। ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ। ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ। ପ୍ରଣମୁଛି ମୁଁ ତୁମ ପୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ। ତୁମ ସେବା କରିବି ମୋର ସବୁ କିଛିରେ, ମୁଁ ଏଠାରେ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ। ମୋ ତ୍ରାଣକର୍ତ୍ତା, ମୋ ଆରୋଗ୍ୟ ଦାତା, ମୋ ଶକ୍ତିଦାୟକ, ମୋର ପ୍ରଭୁ, ମୋ ତ୍ରାଣକର୍ତ୍ତା, ମୋ ଆରୋଗ୍ୟ ଦାତା, ମୋ ଶକ୍ତିଦାୟକ, ମୋର ପ୍ରଭୁ। ପ୍ରଣମୁଛି ମୁଁ ତୁମ ପୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ। ତୁମ ସେବା କରିବି ମୋର ସବୁ କିଛିରେ, ମୁଁ ଏଠାରେ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ।
ଧନ୍ୟବାଦ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ଆମମାନଙ୍କ ଜୀବନ୍ତ ସ୍ୱର୍ଗସ୍ଥ ପିତା ପରମେଶ୍ୱର, ତୁମର ମହାନାମର ଧନ୍ୟବାଦ କରୁଛି, ପ୍ରଶଂସା କରୁଛି। ପ୍ରଭୁ, ଆମମାନଙ୍କୁ ତୁମେ ଉତ୍ତମ ସୁସ୍ଥିର ମତି ଦେଲ, ଉତ୍ତମ ଭାବରେ ତୁମରି ପ୍ରଶଂସା କରିବା ନିମନ୍ତେ ସୁଯୋଗ ଦେଲ। ପ୍ରଭୁ, ସମସ୍ତଙ୍କୁ ଧୀର ସ୍ଥିର ମତି ଦେଲ ପ୍ରଭୁ, ଏବଂ ତୁମର ଉପସ୍ଥିତି ଆମମାନଙ୍କୁ ଦେଲ ପ୍ରଭୁ, ସେଥିପାଇଁ ତ ମହାନାମକୁ ଧନ୍ୟବାଦ ଦେଉଅଛି। ହଁ ପ୍ରଭୁ, ଆଜି ଜୁମ୍ର ବାକ୍ୟ ବକ୍ତା ଶ୍ରୋତା ପୁଣି ପ୍ରଭୁ ଯେତେ ଲୋକ ଉପସ୍ଥିତ ଅଛନ୍ତି, ଆଜିର ସବୁ କାର୍ଯ୍ୟକ୍ରମ ଉପରେ ତୁମର ଆଶୀର୍ବାଦ କର। ସବୁ ଧନ୍ୟବାଦ ପ୍ରଶଂସା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ସିଷ୍ଟର। ଏଇ ଆରାଧନା ଦ୍ୱାରା ପରମେଶ୍ୱରଙ୍କୁ ଗୌରବ ହଉ। ଆପଣ ଅତି ଅର୍ଥପୂର୍ଣ୍ଣ ଗୀତ ପରମେଶ୍ୱର जी ଆମମାନଙ୍କ ଦିଗ ଅଟନ୍ତି, ଅତି ମିନିଂଫୁଲ ସଙ୍ଗ ଦେଇ ପରମେଶ୍ୱରଙ୍କର ଗୌରବ କଲେ, ଆଉ ପରମେଶ୍ୱରଙ୍କ ନିମନ୍ତେ ନିଜକୁ ବିଗଡ଼ିତ କଲେ, ସମୟ ପ୍ରଦାନ କଲେ। ପ୍ରେମିକ ପରମେଶ୍ୱର ଏହା ହିଁ ଚାହାନ୍ତି ଯେ କୃତଜ୍ଞ ହୃଦୟର ସହିତ ତାଙ୍କ ସେବା ଉପାସନା କରିବା ନିମନ୍ତେ ଆପଣ କରିଥିବାରୁ ପ୍ରଭୁକୁ ଧନ୍ୟବାଦ ଦେବା ସହିତ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆମ ପ୍ରତ୍ୟେକଙ୍କୁ ମଧ୍ୟ ପ୍ରଭୁଙ୍କ ନିକଟବର୍ତ୍ତୀ କରାଇଲେ ବାର୍ଷିକ ମାଧ୍ୟମରେ। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ, ଆଗାମୀ ଦିନମାନଙ୍କରେ ମଧ୍ୟ ପ୍ରଭୁ ସାହାଯ୍ୟ କରନ୍ତୁ। ବର୍ତ୍ତମାନ ରହିଛି ବାଇବେଲ ଅଧ୍ୟୟନ, ଆପଣମାନଙ୍କୁ ପଢ଼ିକି ଶୁଣାଇବେ। এই সময় মধ্যে আহ্বান করে আমাদের মনের জড়িত অଛନ୍ତି মিসেস রিনা কানার আଗକୁ ଆସିବେ ବାଇବେଲ ଅଧ୍ୟୟନ ସମୟରେ ବାଇବେଲ ଅଧ୍ୟୟନ ସମୟ ମିସେସ ରିନା। ପ୍ରଭୁଙ୍କ ମହାନ ନାମରେ ମୁଁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ପ୍ରଭୁଙ୍କୁ ମୋର ଧନ୍ୟବାଦ। ଆସନ୍ତୁ ଆମମାନେ ବାଇବେଲ ନିକଟକୁ ଯିବା। ଗୀତ ସଂହିତା 25 ଠାରୁ 14 ପର୍ଯ୍ୟନ୍ତ। ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ। ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଇଅଛି। ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। ମୋହର ଶତ୍ରୁମାନେ ମୋ ଉପରେ ଉଲ୍ଲାସ ନ କରନ୍ତୁ। ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ। ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି ସେମାନେ ଲଜ୍ଜିତ ହେବେ। ହେ ସଦାପ୍ରଭୁ, ତୁମ୍ଭର ପଥ ସବୁ ମୋତେ ଦେଖାଅ, ତୁମ୍ଭର ମାର୍ଗ ସବୁ ମୋତେ ଶିଖାଅ। ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ, କାରଣ ତୁମ୍ଭେ ମୋ ପରିତ୍ରାଣର ପରମେଶ୍ୱର ଅଟ। ମୁଁ ଦିନଯାକ ତୁମ୍ଭର ଅନୁସରଣ କରେ। ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର, କାରଣ ତାହା ଅନାଦିକାଳୀନ। ମୋ ଯୌବନ କାଳର ପାପ ଓ ଅଧର୍ମ ସବୁ ସ୍ମରଣ କର ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳ ଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ସ୍ମରଣ କର। ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି, ଏ ହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। ସେ ନମ୍ର ଲୋକଙ୍କୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକଙ୍କୁ ଆପଣା ପଥ ଶିଖାଇବେ। ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ ବାକ୍ୟ ପାଳନ କରନ୍ତି ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ବିଶିଷ୍ଟ। ହେ ସଦାପ୍ରଭୁ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼। ସଦାପ୍ରଭୁ, ଭୟ କରିବା ଲୋକ କିଏ? ସେ ତାହାଙ୍କୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। ତାହାର ପ୍ରାଣ କୁଶଳରେ ବାସ କରିବ ଓ ତାହାର ବଂଶ ଦେଶ ଅଧିକାର କରିବେ। ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ, ଆଉ ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।
ଏ ଗୀତ ସଂହିତା 25 ଅଧ୍ୟାୟର 1 ଠାରୁ 14 ପର୍ଯ୍ୟନ୍ତ ଏ ବାକ୍ୟ ଦେଇ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ସିଷ୍ଟର। ଏଥର ଦ୍ୱାରା ପରମେଶ୍ୱରଙ୍କର ଗୌରବ ହଉ ଆଉ ଅତି ଉତ୍ତମ ଭାବରେ ସ୍ପଷ୍ଟରେ ଆଉ ଧୀରେ ଧୀରେ ସୁନ୍ଦର ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କଲେ। ବିଶେଷ କରି ଏଇ ବାକ୍ୟ ଦ୍ୱାରା ମଧ୍ୟ ଆମମାନଙ୍କୁ ଗୋଟେ ଶିକ୍ଷା ପ୍ରାପ୍ତ ଯେ ପରମେଶ୍ୱର ବାକ୍ୟକୁ ଆମେ ପାଳନ କରିବା ଯେ ପରମେଶ୍ୱର ଆମକୁ କି ପ୍ରକାର ଆଶୀର୍ବାଦ ସମସ୍ତେ କରିବେ। ଦାଉଦଙ୍କ ଜୀବନରେ ସେ ଅନୁଭବ କରିଥିଲେ ଆଉ ସେ ଆମମାନଙ୍କୁ ମଧ୍ୟ ଏ ବାକ୍ୟ ଦ୍ୱାରା ଶୁଣାଉଛନ୍ତି। ଅତି ସୁନ୍ଦର ବାକ୍ୟ ଅଧ୍ୟୟନ କରିକି ଆମମାନଙ୍କୁ ଶୁଣାଇଲେ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଗାମୀ ଦିନମାନଙ୍କରେ ମଧ୍ୟ ପ୍ରଭୁ ପ୍ରକାର ବ୍ୟବହାର କରି ପ୍ରଭୁ ଗୌରବ ପାଆନ୍ତୁ। ଥ୍ୟାଙ୍କ ୟୁ ସିଷ୍ଟର। ବର୍ତ୍ତମାନ ରହିଛି ମେମୋରି ଭେସ୍। ଆଉ ବର୍ତ୍ତମାନ ମୁଖସ୍ଥ ପଦ କହିବାର ସମୟ। ଆଉ ଆପଣମାନେ ମୁଖସ୍ଥ ପଦ କହିପାରିବେ। সমস্তকে নমস্কার। হে সদাপ্রভু, তোমার নামে স্তব করিব, কেননা তাহা উত্তম, কারণ তিনি আমাকে সমস্ত সংকট হইতে উদ্ধার করিয়াছেন এবং আমার চক্ষু আমার শত্রুগণের দশা দেখিয়াছে। গীতসংগীতা 54:6-7। থ্যাংক ইউ। ଧନ୍ୟବାଦ ମାଇ। ସଦାପ୍ରଭୁଙ୍କୁ ଧନ୍ୟବାଦ। ଉପସ୍ଥିତ ଥିବା ପ୍ରତ୍ୟେକ ମା ଭଉଣୀ ମାନଙ୍କୁ ମୋର ନମସ୍କାର। ପ୍ରେଜ୍ ଦ ଲର୍ଡ। ଗୀତ ସଂହିତା 121ର 1-2 ପଦ। ମୁଁ ପର୍ବତ ଗଣ ଆଡେ ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ। ମୋର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ। ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ। ଧନ୍ୟବାଦ। ଧନ୍ୟବାଦ ବହୁତ ବହୁତ ଆଉ ସମସ୍ତଙ୍କୁ ପ୍ରେସ୍ ତଲ। ପୁଣି ଥରେ ମେମୋରି ଭର୍ସ ଅଛି। ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ, ମାତ୍ର ଆମମାନଙ୍କ ପରମେଶ୍ୱରଙ୍କର ବାକ୍ୟ ଅନନ୍ତ କାଳ ସ୍ଥାୟୀ। ଜିସାୟ 40ର 8 ପଦ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଆଉ ଯଦି କେହି କହିବା ପାଇଁ ଚାହାନ୍ତି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପରମେଶ୍ୱରଙ୍କର ଏକ ନିର୍ଗତ ବାକ୍ୟ, ପବିତ୍ର ବାକ୍ୟ, ଯୋଉ ବାକ୍ୟଟି କାର୍ଯ୍ୟ ସାଧକ ଆଉ ଅଟଳ, ସେଇ ବାକ୍ୟ ମୁଖସ୍ଥ କରି ପରମେଶ୍ୱରଙ୍କ ଗୌରବ ନିମନ୍ତେ ପ୍ରକାଶ କଲେ। ଆଉ ସେଥି ମାଧ୍ୟମ ଦେଇ ମଧ୍ୟ ପରମେଶ୍ୱରଙ୍କ ସେ ପବିତ୍ର ବାକ୍ୟ ମାନଙ୍କୁ ଶୁଣେଇଛନ୍ତି, ଶିକ୍ଷା ପ୍ରଦାନ କରିଛନ୍ତି। ତେଣୁ ଆପଣମାନଙ୍କୁ ଯେଉଁମାନେ ଆଜି ସୁନ୍ଦର ଭାବରେ ମୁଖସ୍ଥ ପଦ କହିଛନ୍ତି, ତେଣୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଏଇ ମୁଖସ୍ଥ ପଦ ଦ୍ୱାରା ପରମେଶ୍ୱରକୁ ବିଶେଷ କରି ଗୌରବ ଦେଇଛନ୍ତି। ପ୍ରଭୁ ଏଇ ପ୍ରକାର ଭାବରେ ହିଁ ଆପଣମାନଙ୍କୁ ବ୍ୟବହାର କରି ଗୌରବ ପାଆନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ଥ୍ୟାଙ୍କ ୟୁ ସୋ ମଚ୍। ବର୍ତ୍ତମାନ ରହିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ତାହା ଆଗକୁ ପରିଚାଳନା କରିବେ ଆମମାନଙ୍କ ଗ୍ରହଣରେ ଅଛନ୍ତି ନିଜେ ସୁଶୀଳା। ସୁଶୀଳାଙ୍କୁ ମୁଁ ଅନୁରୋଧ କରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇ ନେବେ। ଏ ସମୟ ହେଉଛି ନିଜେ ସୁଶୀଳା। ଧନ୍ୟବାଦ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର ଜଣାଉଛି। ଆସନ୍ତୁ ମାନେ ମିଳିମିଶି ଦେଖିବା ଆଜିର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, ଯାହାକି ପୁସ୍ତକ 9 ଅଧ୍ୟାୟରୁ ଅଛି। ଆଉ ଆପଣମାନେ ଯଦି ଜାଣିଛନ୍ତି ଅନମ୍ୟୁଟ୍ କରି ଦେଖିକି ବି କହିପାରିବେ। ଆଉ ଦେଖିବା ଲେଭି ପୁସ୍ତକ 9 ଅଧ୍ୟାୟ। ସେଇ ଅଧ୍ୟାୟରୁ ଅଳ୍ପ କିଛି ପ୍ରଶ୍ନ ମିଳିମିଶି ଦେଖିବା। ହାରଣଙ୍କୁ ପ୍ରଥମେ ନିଜ ପାଇଁ କେଉଁ ନୈବେଦ୍ୟ ଆଣିବାକୁ ପଡ଼ିଲା? ପାପାର୍ଥକ ବଳି ଆଉ ହୋମ ବଳି। ଧନ୍ୟବାଦ ଆପଣଙ୍କୁ। ପାପାର୍ଥକ ବଳି ନିମନ୍ତେ ନିକୁନ୍ତ ଏକ ମେଷ ଆଉ ହୋମ ବଳି ନିମନ୍ତେ ଏକ ମେଷ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ବୃଷ ଆଉ ହେମ ବଳି ନିମନ୍ତେ ମେଷ। କହିଲି ପରା। ଧନ୍ୟବାଦ ଆପଣଙ୍କୁ। ଇସ୍ରାଏଲ ଲୋକମାନଙ୍କୁ କେଉଁ ନୈବେଦ୍ୟ ଆଣିବାକୁ ପଡ଼ିଲା? ପାପାର୍ଥକ ବଳି ନିମନ୍ତେ ଛାଗ
ହୋମ ବଳି ନିମନ୍ତେ ଏକ ଗୋବତ୍ସ ଏକ ମେଷ ବତ୍ସ ଦୁହେଁ 1 ବର୍ଷୀୟ ଓ ନିକ୍ଷିନ୍ତ ଥିବେ। ମୋଶା କାହିଁକି ଇସ୍ରାଏଲ ମାନଙ୍କୁ ଏହି ସମସ୍ତ ନିର୍ଦ୍ଦିଷ୍ଟ ବଳିଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ? ମୂଷାକୁ ସଦାପ୍ରଭୁ ତୁମମାନଙ୍କୁ ଆଜ୍ଞା ଦେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେ କଲେ। ଇସ୍ରାଏଲ ସନ୍ତାନ ମାନଙ୍କ ଉପରେ ପରମେଶ୍ୱରଙ୍କର ପ୍ରତାପ ପ୍ରକାଶ ପାଇବ, ସେଥିପାଇଁ ଏସବୁ ହୋମବଳି କରିବା ନିମନ୍ତେ ମୋଶା ହାରୋନକୁ ତାଙ୍କ ପୁତ୍ରଗଣକୁ ଇସ୍ରାଏଲର ପ୍ରତ୍ୟେକ ସନ୍ତାନ ମାନଙ୍କୁ ଆଜ୍ଞା ଦେଇଥିଲେ, କାରଣ ସଦାପ୍ରଭୁଙ୍କର ପ୍ରତାପ ସେମାନଙ୍କ ଉପରେ ବର୍ତ୍ତିବା ନିମନ୍ତେ। ଧନ୍ୟବାଦ। ସମସ୍ତ ବଳିଦାନ ସମାପ୍ତ ହେବା ପରେ କଣ ହେଲା? ଅଗ୍ନି ନିର୍ଗତ ହୋଇ ଠିକ ଅଛି। ଉପରିସ୍ଥ ହୋମବଳି ନିର୍ଗତ ହୋଇ ସଦାପ୍ରଭୁଙ୍କ ଗଲା। ଧନ୍ୟବାଦ। ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦୀ ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ଏହି ପ୍ରଦର୍ଶନ ପ୍ରତି ଇସ୍ରାଏଲ ମାନେ କିପରି ପ୍ରତିକ୍ରିୟା ପ୍ରକାଶ କଲେ? ଉଚ୍ଚ ଧ୍ୱନି କରି ମୁହଁ ମାଡ଼ି ହୋଇ ପଡ଼ିଲେ। ଧନ୍ୟବାଦ। ଏହା ଥିଲା ଆଜିର ପ୍ରଶ୍ନ। ଆପଣ ମାନେ ପାର୍ଟିସିପେଟ କରିଥିବାରୁ ଧନ୍ୟବାଦ ଦଉଛି। ତାହେଲେ ଲେବି ପୁସ୍ତକ 9 ଅଧ୍ୟାୟକୁ ଆପଣ ମାନେ ଆଉ ଥରେ ପଢନ୍ତୁ। ଏଇ ଲେବି ପୁସ୍ତକ 9 ଅଧ୍ୟାୟରେ ଯୋଉ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି, ଅଷ୍ଟମ ଦିନ ବିଷୟରେ ବର୍ଣ୍ଣନା କରୁଛି। ଆଉ ତା ବିଷୟରେ ଆପଣ ଅଧିକ ଜାଣିବାକୁ ଥିଲେ ଆଉ ଥରେ ପଢନ୍ତୁ। ଆଉ ଆପଣ କଣ ଅନୁସନ୍ଧାନ କରିବାକୁ ଚାହାନ୍ତି? ଆଉ ଦେଖିପାରିବେ ଲେବି ପୁସ୍ତକ 9ରେ ଥିବା ବଳିଦାନ ଏବଂ ଖ୍ରୀଷ୍ଟଙ୍କ ଯାଜକତ୍ୱର ନୂତନ ନିୟମ ଧାରଣା ମଧ୍ୟରେ ସମ୍ପର୍କ ତାହା ଦେଖିପାରିବେ। ଆମେ ଆଉ ଥରେ ଦେଖିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ପରେ ଲେବି ପୁସ୍ତକ 10 ଅଧ୍ୟାୟରେ କଣ ଘଟେ ଏବଂ 4ଟି ମୁଖ୍ୟ ବଳିଦାନ, ପୁଣି ତା ପଛରେ ଥିବା ପ୍ରତୀକାତ୍ମତାର ଏକ ବିଭାଜନ ଆପଣ ମାନେ ଯାହାକି ଦେଖିଲେ ଲେବି ପୁସ୍ତକ 9 ଅଧ୍ୟାୟ 3ରୁ 4 ପଦ ମଧ୍ୟରେ ଅଛି। ଏବଂ ଆପଣ କେଉଁ ବିଷୟରେ ଜାଣିବାକୁ ଚାହାନ୍ତି ଆଉ ବାଇବଲ ପଢିକି ଅନୁସନ୍ଧାନ କରିବେ। ଧନ୍ୟବାଦ ଆପଣ ପ୍ରତ୍ୟେକଙ୍କୁ। ବର୍ତ୍ତମାନ ଆଉ ଥରେ ମୁଁ ସେ ଭିଡିଓକୁ ଦେଖେଇବାକୁ ଚାହେଁ। On the ଲେବି ପୁସ୍ତକ 9 ଅଧ୍ୟାୟରୁ ଦେଖେ। 8th day, Moses called Aaron and his sons and the elders of Israel. And he said to Aaron, "Take a calf from the herd for a sin offering, and a ram for a burnt offering without defect, and offer them before the Lord. You shall speak to the children of Israel, saying, Take a male goat for a sin offering, and a calf and a year-old without defect for a burnt offering, and a bull and a ram for peace offerings to sacrifice before the Lord, and a meal offering mixed with oil, for today the Lord appears to you." They brought what Moses commanded before him. All the congregation came near and stood before the Lord. Moses said, "This is the thing which the Lord commanded that you should do, and the Lord's glory shall appear to you."
Moses said to Aaron, "Draw near to the altar and offer your sin offering and your burnt offering, and make atonement for yourself and for the people, and offer the offering of the people, and make atonement for them, as the Lord commanded." So Aaron came near to the altar and killed the calf of the sin offering, which was for himself. The sons of Aaron presented the blood to him, and he dipped his finger in the blood and put it on the horns of the altar, and poured out the blood at the base of the altar. But the fat and the kidneys and the cover from the liver of he burned upon the altar, as the Lord commanded Moses. The meat and the skin he burned with fire outside the camp. He killed the burnt offering, and Aaron's sons delivered the blood to him, and he sprinkled it around on the altar. They delivered the burnt offering to him, piece by piece, and the head. He burned them upon the altar. He washed the internal organs and the legs, and burned them on the burnt offering on the altar. He presented the people's offering, and took the goat of the sin offering which was for the people, and killed it, and offered it for sin like the first. He presented the burnt offering, and offered it according to the ordinance. He presented the meal offering, and filled his hand from there, and burned it upon the altar, in addition to the burnt offering of the morning. He also killed the bull and the ram, sacrifice of peace offerings, which was for the people. Aaron's sons delivered to him the blood which he sprinkled around on the altar, and the fat of the bull and of the ram, fat tail, and that which covers the internal organs, and the kidneys, and the cover of the liver. And they put the fat upon the breasts, and he burned the fat on the altar. Aaron waved the breast and the right thigh for a wave offering before the Lord, as Moses commanded. Aaron lifted up his hands towards the people and blessed them. And he came down from offering the sin offering and the burnt offering, and on their faces. ସେୟା ଥିଲା ଆଜିର ଅଧ୍ୟାୟ ଆମେ ଦେଖିଲୁ। ଆଉ ପ୍ରଭୁଙ୍କ ଇଚ୍ଛା ହେଲା ଆସନ୍ତା ସମୟରେ ଦେଖିବା ଲେବି ପୁସ୍ତକ 10 ଅଧ୍ୟାୟ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। କାରଣଙ୍କର ମୋଟାଙ୍କ ଦ୍ୱାରା ସେ ଶୁଣୁଛନ୍ତି ବା ବିଭିନ୍ନ ବଳିଦାନ ବିଷୟରେ ଆମେ ଆଜି ଶିଖିବାକୁ ପାଇଲୁ, ଶୁଣିବାକୁ ପାଇଲୁ, ଦେଖିବାକୁ ପାଇଲୁ। ବିଶେଷ କରି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ଯେଉଁ ଅନୁଗ୍ରହ କରିଛନ୍ତି, ଯେଉଁ ଶକ୍ତି ପ୍ରଦାନ କରିଛନ୍ତି, ସେଥି ମାଧ୍ୟମରେ ଆମମାନଙ୍କ ଶିକ୍ଷଣୀୟ ନିମନ୍ତେ ପ୍ରୟାସ କରିଛନ୍ତି।
केवल प्रश्न उत्तर माध्यम द्वारा ही नुह आम जो वीडियो शो कर जहाँ किसी आम जापर मन रखिपार केवल आप चेष्टा परमेश्वर दया परमेश्वर को धन्यवाद दिए आपको जो बुझ देखते प्रभु आपको बहुल भाव आशीर्वाद करते ये प्रकार व्यवहार करते गौरव निमंते आगामी दिन मानक अधिक अधिक भाव प्रभु व्यवहार कर गौरव पाते थैंक यू सो मच उत्तम भाव आम प्रश्न उत्तर कार्यक्रम को पठाई नहीं आपको बहुत धन्यवाद प्रभु आपको बहुल भाव आशीर्वाद बर्तमान आसु आम मैंने आगेवा टेस्टिमनी जदि कहार साक्ष्य रही समय मध्य आपण मैंने साक्ष्य परमेश्वर गौरव कर बर्तमान साक्ष्य देवार समय आपण मैंने साक्ष्य दे जदि कहार साक्ष्य अच्छे सर्वप्रथम सदाप्रभु को धन्यवाद दूची उपस्थित थिया प्रत्येक माँ भणी मानक मोर नमस्कार प्रेज द लॉर्ड मोर साक्ष्य गत सप्ताह पर्यंत परमेश्वर मते आ मोर परिवार को सुरक्षित रखिछंती आशीर्वाद करिछंती सेति प्रभु धन्यवाद दिए आ मोर साक्ष्य दीपिका दीदी देह सुस्थ अच्छी तांको पाए टिके दया करी समस्ते प्रार्थना करिवे से जपरि सुस्थता पाइबे सेति साक्ष्य देइछि धन्यवाद प्रार्थना करबा परिवार को प्रभु जो दया प्रकाश कले प्रभु धन्यवाद प्रार्थना देवा से दीपिका असुस्थता निमंते प्रार्थना करबा आदि साक्ष्य रही प्रार्थना अनुरोध रही कहले आम प्रभु को धन्यवाद देवा प्रभु अनुरोध प्रार्थना करी प्रार्थना अनुरोध रही अनुग्रह कर प्रत्येक सुस्थ सबल अच्छु प्रति विषय को प्रभु नियंत्रण रखिंट साहाଯ୍य कर प्रिय प्रभु धन्यवाद ये विशेष कर प्रभु को धन्यवाद दो प्रभु को दयालु आम मैंने ये समय पाई जीवन अच्छु आ समय पाई प्रत्येक निमंते यह गोटे बड़ साक्ष्य प्रभु ये साक्ष्य द्वारा गौरव पाते बर्तमान मैंने विषय नहीं आम प्रार्थना करवा विशेष कर समय मध्य अनुरोध करी आम गहन दीदी अच्छा मिसेस आभामयी दीदी अच्छा दीदी नमस्कार प्रेज द लॉर्ड नमस्कार प्रेज द लॉर्ड ए समय मध्य आपको अनुरोध करी वर्तमान जहाँ सुनिबा को पारले मिसेस मीना निमंते प्रभु धन्यवाद प्रार्थना देवे परिवार को प्रभु दया कर सुरक्षा रखिंट समस्त आवश्यकता दे परमेश्वर पढ़ी नौ प्रभु को धन्यवाद प्रार्थना देवे पुणी मिसेस दीपिका जार देह असुस्थ अच्छी मीनान रिक्वेस्ट कर सुस्थता निमंते प्रार्थना पठाई विशेष कर प्रार्थना करेंगे प्रति सम्मेलन सौरा जो बाकी सम्मेलन अच्छी सम्मेलन मानक निमंते प्रार्थना करती आ जो मैंने एठारे कार्य करती प्रभु से आत्मिकतार से चालित करती जो द्वारा कि जी मंडली अच्छी गजपति से मंडली मानक आत्मिक जी कर्मकर्ता मान पठाई ने निमंते प्रार्थना करते विशेष कर सम्मेलन निमंते प्रत्येक चर्च केवल गजपति ही नुह इंडिया रे जिते गुड़िए चर्च अच्छी चर्च हाउस चर्च रही विभिन्न स्थान मानक प्रभुर सेवा उपासना चलती दिन मानक विभिन्न जूम मानक ऑनलाइन माध्यम प्रभु सेवा उपासना चलती ए प्रत्येक विषय आप प्रार्थना करूँ पुणी प्रार्थना करूँ जी समिति रही महिला समिति युवक समिति संजय समिति से कार्यकर्ता मान निमंते कर्मकर्ता मान निमंते प्रार्थना करती प्रभु से जो गोटे दायित्व देते विश्वासर सहित भाव से कार्य कर लोक मान आत्मिक पठाई निमंते प्रभु साहाय्य करते निमंते से निमंते प्रार्थना करेंगे
विशेष कर प्रार्थना करबे आज प्रभु दासी निमंते जो वाक्य प्रभु आज मान निमंते मनोनीत माने रखी ताहा जे माने सुनिबा आगक बढ़िया शक्ति निमंते प्रार्थना करबे एक तुरे विषय दीदी आपण प्रार्थना रे पढ़े धन्यवाद। प्रेज द लॉर्ड। आसंतु प्रार्थना करिए। धन्यवाद 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 दउछि प्रभु। प्रभु आम परि मूर्ख अजक्य अकिंचन मानक प्रभु प्रभु ए वर्षर सप्तम मासर प्रथम दिन रे तुम चरण तलक आसिया को देइछ केते जण मां को प्रभु प्रभु तुम दया तुम करुणा तुम अनुग्रह आम पई प्रचुर प्रचुर से पे आमे तुम चरण तले बसी परछु प्रभु से पे तुमको धन्यवाद दउछि प्रभु। प्रभु आज जो मैंने आसी पारनांती से तुम्हें दया कर तांकर सहवर्ती हो तांकर जहा समस्या दूर कर सब अवस्था रे नम्र ही तुम पाखक आसीबे तुमरी प्रार्थना रे सहभागिता रे सानिध्य रे बढ़िया पे प्रत्येक को तुम्हें साहाय्य कर प्रभु। प्रभु तुम्हें राजा मानक राजा प्रभु मानक प्रभु अनादि अनंत परमेश्वर प्रभु ए विश्वास ए भरोसा रे समस्त तुम पाखक आसु प्रत्येक को दया कर प्रभु आरंभ रे जाय तुम्हें बही आनिच प्रभु प्रत्येक तुम्हें सहवर्ती होच प्रत्येक चालक पालक होच डिवाइस को तुम्हें उत्तम पे परिचालित कर धन्यवाद दूची प्रभु। प्रभु जो भूणी आज निवेदन देले प्रभु तांका देह असुस्थ थिले मध्य तुम्हें तांको सब अवस्था सुरक्षा देल सुस्थता रखिच तांको परिवार को दया करिच तांको कार्य रे आशीर्वाद करच तांको मिनिस्ट्री रे तुम्हें आशीर्वाद करच तांको बाहर जीव भीतर आसे सुरक्षा दउच तांको मागुणी सुनी तुम्हें उत्तर दउच से धन्यवाद 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 दउची प्रभु। प्रभु दीपिका भूणी पे से निवेदन कले तांको देह असुस्थ प्रभु तुम्हें दया कर प्रभु तुम्हें दया कर प्रभु से भूणी कर जहा दुर्बलता आसी जहा असुस्थ आसी तुमरी कंटा विंदार हस्त स्पर्श दियो जेपरी संपूर्ण सुस्थता पाइबे से आशीर्वाद तुम्हें कर प्रभु तुमरी पाखरे में रखीचु प्रभु सब बार तुम्हें नियो तांको सुस्थ दियो से जेपरी आसी धन्यवाद देबे तुमरी पे प्रशंसा करि परिबे तुमर नाम उच्च रखी परिबे से प्रकार दया कर तांको परिवार को आशीर्वाद कर तांकर मिनिस्ट्री को आशीर्वाद कर तांको पिला मानकु तांको स्वामी प्रत्येक कर तुम्हें सहवर्ती प्रभु आउरी विशेष रे मागुची भूणी निवेदन कले प्रभु प्रत्येक मंडली प्रभु आमर इंडिया रे जेते मंडली अछि प्रभु प्रत्येक मंडली कर्मकर्ता कर्मचारी चालक पालक समस्त तुम हाथ रखिली प्रभु प्रभु मंडली जेपरि आहुरी बढ़िबो मंडली जेपरि आहुरी तुम पई साक्षीमर हबो से प्रकार प्रत्येक को दया कर विश्वास हबे तुम आत्मा कचायन रे चालित होई प्रत्येक जेपरि नम्र ही तुम पखु आसीबे से अंतकरण दियो प्रभु प्रभु प्रत्येक हृदय रे कथा को आमे जेपरि तुम पखु जीवु तुमर से अनंत जीवन अधिकारी हबु से विश्वास रखी आमे जेपरि प्रत्येक नम्रता सह तुम चरणक आसबू से प्रकार प्रत्येक मंडली को प्रभु मंडली को आहुरी उद्दीप्त कर प्रभु तुमरी सानिध्य सहभागिता चलिया प्रत्येक को साहाय्य कर प्रभु पालक मान तुम्हें विशेष आशीर्वाद कर से जेपरि आहुरी तुम साक्षम रहे अनेक आत्मा तुम पाखक आणवे से अंतकरण से तुम्हें दियो प्रभु प्रभु आहुरी मागुछि प्रभु जेते सम्मेलन सब अच्छी प्रत्येक सम्मेलन को मध्य दया कर तार कर्मकर्ता कर्मचारी माने विश्वास भावे तुम साक्षी हे से तुम्हें आशीर्वाद कर प्रभु आमर जेते प्रभु समिति सब अच्छी महिला समिति युवा समिति प्रभु यूथ समिति प्रभु प्रत्येक समिति कर्मकर्ता मान विश्वास भावे नम्रता दियो प्रभु आम युवा मान विशेष रे युवा युवती मैंने जब तुम साक्षी हे तुम पाखक अंतर सह आसबे कारण बाक्यर दुर्भिक्ष आसूची ता पूर्व आम पे तुम पाखक नम्र ही आसतु प्रभु से प्रार्थना आम करुचु प्रभु प्रत्येक जपरी आहुरी तुम पाखक आसबे आ तुम ठारू से शांति सांत्वना पाई तुमरी वाक्य आहुरी उदित हो प्रभु आग बढ़े से प्रकार दया कर प्रत्येक तुम्हें सहवर्ती हो प्रत्येक चालक पालक हो आमर माँ मान समिति को तुम्हें आशीर्वाद कर माँ मान महिला समिति जपरी आहुरी तुम साक्षी आज अनेक प्रभु तुम ठारू दूर को चली जाउछन अनेक प्रभु मीटिंग रे आसुनाहंती निजर कार्य व्यस्तता देखौचंती प्रभु आलस्य देखौचंती प्रभु तुमर दिन सन्निकट ताहा बुझी प्रभु सब अवस्था में ताहा बुझियो जेपरि से अंतकरण प्रत्येक को दियो प्रभु हमको समय सुजोग मिली ऑनलाइन मीटिंग प्रभु घरे बसिकी करि पारुचु से विश्वास रे प्रत्येक जेपरि आसीबे तुम निकट रे पड़िबे अल्प समय भितर प्रभु तुमरी वाक्य को से आलोचना रे भाग नहीं पारे प्रत्येक को दया कर प्रत्येक सहवर्ती हो प्रत्येक चालक पालक हो आम माँ
ପ୍ରଭୁ ଯୋଉ ନମିତା ଭଉଣୀ ଆଜି ବାକ୍ୟ ନେଇ ଆସିଛନ୍ତି। ନେଟ୍ ଅସୁବିଧା ହେଇଛି ଯାହା ହଉ ପରମେଶ୍ୱରଙ୍କ ଠାରେ ସମସ୍ତ ବିଷୟକୁ ବୋଝର ସହିତ ରଖିଲେ ଦିଦି ନିଶ୍ଚୟ ଆମମାନଙ୍କର ପିତା ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ଈଶ୍ୱର ନିଶ୍ଚୟ ତାଙ୍କର ସମସ୍ତ ବିଷୟକୁ ଶୁଣିଛନ୍ତି ଆଉ ସେ ଦୟାରେ ଆମମାନଙ୍କୁ ପ୍ରଦାନ କରିବେ। ତେବେ ଆସୁ ଆମମାନେ এই সময় ମଧ୍ୟରେ ଭଉଣୀ ପ୍ରାର୍ଥନା ଶୁଣାଗଲାନି କି? ହଁ ଲାଷ୍ଟରେ ଟିକେ ଶୁଭିନି ଦିଦି। ହ୍ୟାଲୋ ହଁ ଲାଷ୍ଟରେ ଟିକେ ଶୁଭିନି ଦିଦି। ପ୍ରଥମ ତ ଶୁଭାଗଲା ଆଉ ଶେଷରେ ଟିକେ ଶୁଭାଗଲାନି ଆପଣଙ୍କର କଟ୍ ବି ହେଇଗଲା। ହଁ କଟି ଯାଇଥିଲା ପ୍ରାର୍ଥନା ଶେଷ କରିଦେଇଛି। ଠିକ ଅଛି ଦିଦି ପ୍ରାର୍ଥନା କରିଛନ୍ତି ନିଶ୍ଚୟ ଆମମାନଙ୍କର ପ୍ରଭୁଙ୍କ ପ୍ରାର୍ଥନା କରିଛନ୍ତି ଆମମାନଙ୍କ ପ୍ରଭୁ ଶୁଣିଛନ୍ତି ସମସ୍ତ ଆଉ ସେ ଦୟାରେ ସମସ୍ତ କିଛି ପ୍ରଦାନ କରିବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ସମସ୍ତ ବିଷୟ ନେଇ ବୋଝର ସହିତ ଆପଣ ପ୍ରଭୁଙ୍କ ପ୍ରାର୍ଥନା କରିଥିବାରୁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଦିଦି। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମମାନେ ପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଯିବା। ବର୍ତ୍ତମାନ ବାକ୍ୟ ପରିବେଷଣ କରିବେ ପ୍ରଭୁଙ୍କର ପ୍ରିୟ ଦାସୀ। ଗତ ଦିନ ମାନଙ୍କରେ କେତେଥର ଆମମାନଙ୍କୁ ବାକ୍ୟ ଦେଇ ଉତ୍ସାହିତ କରିଛନ୍ତି ଆଉ ବର୍ତ୍ତମାନ ମଧ୍ୟ ପ୍ରଭୁ ତାଙ୍କରି ଦାସୀଙ୍କୁ ଆଜି ମନୋନୀତ କରିଛନ୍ତି ତାଙ୍କରି ବାକ୍ୟକୁ ଆମମାନଙ୍କ ଗ୍ରହଣ ମଧ୍ୟରେ ରଖିବା ନିମନ୍ତେ। ତେବେ ଏ ସମୟ ମଧ୍ୟରେ ବାକ୍ୟ ପରିବେଷଣ କରିବା ନିମନ୍ତେ ମୁଁ ଆହ୍ୱାନ କରେ ପ୍ରଭୁଙ୍କର ପ୍ରିୟ ଦାସୀ ମିସେସ୍ ନମିତା ସାହୁ ଭୁବନେଶ୍ୱର ଆଗକୁ ଆସିବେ ସିଷ୍ଟର ଏବଂ ଆମମାନଙ୍କୁ ବାକ୍ୟରେ କହ୍ନାଇ ନେବେ। ଏ ସମୟ ହେଉଛି ଆପଣଙ୍କର ଆଉ ଏ ସମୟ ମଧ୍ୟରେ ମୁଁ ଅନୁରୋଧ କରେ ଆଉ ସିଷ୍ଟର ନଳିନୀ ସିଷ୍ଟର ଅଛନ୍ତି ସିଷ୍ଟର ପ୍ରେଜ୍ ଦ ଲର୍ଡ ବାଇବଲ ଅଧ୍ୟୟନରେ ସାହାଯ୍ୟ କରନ୍ତୁ। ଯେତିକି ସମୟ ଆପଣ ରହିବେ ବାଇବଲ ଅଧ୍ୟୟନରେ ଆପଣ ସାହାଯ୍ୟ କରିବେ। ସିଷ୍ଟର ପ୍ରେଜ୍ ଦ ଲର୍ଡ। ନମସ୍କାର ସିଷ୍ଟର ଜେନା ସିଷ୍ଟର। କ୍ଷମା ଚାହୁଁଛି ମୁଁ ଚଷମା ଆଣିନି ବେଙ୍ଗଲୋର ହଠାତ୍ ଭୁଲିକି ପଳେଇ ଆସିଛି। ମୁଁ ଚଷମା ଆଣିନି ସିଷ୍ଟର ଚଷମା ମୋ ଠିକ ଅଛି ସିଷ୍ଟର ଠିକ ଅଛି। ଏ ସମୟ ମଧ୍ୟରେ ମୁଁ ଅନୁରୋଧ କରିବି ଆମମାନଙ୍କ ଗହଣରେ ଅଛନ୍ତି ମିସେସ୍ ସୁନିତା ନାଇକଙ୍କୁ ଅନୁରୋଧ କରେ ସିଷ୍ଟର ସୁନିତା ସସ୍ମିତା ଗାଣ୍ଟା ଅଛନ୍ତି ମିସେସ୍ ସସ୍ମିତା ଗାଣ୍ଟା। ମିସେସ୍ ସସ୍ମିତା ଗାଣ୍ଟା ଆଉ ସିଷ୍ଟରଙ୍କୁ ଅନୁରୋଧ କରେ ବାଇବଲ ଅଧ୍ୟୟନରେ ସାହାଯ୍ୟ କରିବେ। ଦିଦି ମୁଁ ବସରେ ଆସିଛି। ବସରେ ଅଛନ୍ତି ଗୋଟେ ଜାଗାକୁ ଛାଡିଛନ୍ତି। ଠିକ ଅଛି ସିଷ୍ଟର କହିଲେ ଆମମାନେ ବାହାର କରିକି ପରିବାରକୁ ଆସିବେ। ଠିକ ଅଛି ସିଷ୍ଟର ଆରମ୍ଭ କରନ୍ତୁ ବାକ୍ୟରେ ଆପଣ ପଢି ନିଅନ୍ତୁ। ଏ ସମୟ ହେଉଛି ଆପଣ ଅନମ୍ୟୁଟ୍ କରନ୍ତୁ ଦିଦି। ସମୟ ହେଉଛି ଆପଣଙ୍କର ବାକ୍ୟ ଦ୍ୱାରା ଆମକୁ ପଢିବା। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଏ। ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଉ ମୁଁ ବହୁତ ଖୁସି ଅଟେ ଆଜି ପ୍ରଭୁ ମତେ ଆଉ ଅନେକ ମାସ କହିବିନି ତ ଗୋଟେ ବର୍ଷ ବୋଧେ କି କଣ ହବ ପ୍ରଭୁ ଆଉ ଥରେ ଆଉ ବିନ୍ଦୁ ସିଷ୍ଟରଙ୍କ ଦ୍ଵାରା ପ୍ରଭୁ ମତେ ଏଇ ଅପରଚ୍ୟୁନିଟି ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ। ଆଉ ମୁଁ ଗତ 2025ରେ ମୋର ଦେହ ବହୁତ ଅସୁସ୍ଥ ଥିଲା
प्रभु अनुग्रह कले दया कले आउ बहुत असुस्थ थिला आउ प्रभुଙ୍କ ଅନୁଗ୍ରହରୁ ଆଶୀର୍ବାଦରୁ ଆଜି ମୁଁ ଆପଣ ମାନଙ୍କ ସମ୍ମୁଖରେ ବସି ପାରିଛି। सर्वप्रथमे प्रभु को मु धन्यवाद करुच्ची वोमेन्स फेलोशिप को धन्यवाद करुच्ची ता सहित बिंदु सिस्टर को बहुत बहुत धन्यवाद। एटा थर्ड टाइम मोर प्रचार ऑनलाइन रे तो प्रभु अनुग्रह करिसंती आउ मते एतले सिस्टर जणैले जे अछि आपणकर एई दिन 1 जुलाई रे तो मु चिंता कले जे मु कोन प्रभु मु वाक्य देवी तो सबु भौणी मान को धन्यवाद मते प्रार्थना रे कढ़े आनिले आउ मते मो पे प्रार्थना करिसंती आ मते सहाय्यर हस्त भी बढ़ाई थिले सेति पे आपण समस्त को बहुत बहुत धन्यवाद प्रेज द लॉर्ड। आज आमे गोटे विषय देखिबा आमे तो सबले मेसेज सबले आमे मेसेज ये स्टडी करूचे किंतु आज टिके एक्स्ट्रा माने सेटा आपण माने अध्ययन करिसंती सत कथा किंतु किंतु एटा फर्स्ट टाइम पे ऑनलाइन रे मु एटा को माने कहिया पई शेयर करिया पई चाहिली। आर थीम होची अश्रुर शक्ति को आमे बाइबल रो वाक्य अनुसार आमे देखिया को जीवा जे अश्रु जल रे कोन शक्ति अछि खाली आमे माने जे से शक्ति द्वारा आमाने जे बेनिफिट हेबा स्पिरिचुअली सेटा नुह मंडली बेनिफिट हबो विश्वासी माने बेनिफिट हेबे पालक माने बेनिफिट हेबे इवांजेलिस्ट माने बेनिफिट हेबे मिशनरी माने भी बेनिफिट हेबे जे कोनोसी लोक प्रभु को जो माने जिए भी जानि छी आ सी जते बेले आ प्रभु को ठारे रोदन करिवो अश्रु झरेइबो तेबे प्रभु ताकू साहाय्य करिवे। प्रेज द लॉर्ड हालेलुया समस्त कहबा प्रेज द लॉर्ड प्रेज द लॉर्ड। तो आपण माने समस्त सुनु चंदी ना सुबा जाउची हां ओके ओके तो आज आमे गोटे विषय देखिबा आमे देखिबा मेसेज रे गीत संहिता 138:2 आमे टिके पढ़ी दबा गीत संहिता 138:2 पद के टिके पढ़ी देबे कि ना मु पढ़ीबी ମୁଁ ତୁମ ପବିତ୍ର ମନ୍ଦିର ଅଭିମୁଖେ ତୁମ୍ଭର ଭଜନା କରିବି ପୁଣି ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି କାରଣ ତୁମ୍ଭେ ଆପଣର ସକଳ ନାମ ଅପେକ୍ଷା ଆପଣର ବାକ୍ୟ ମହତ୍ତ୍ୱ କରିଅଛ। प्रेज द लॉर्ड प्रभु तांकर वाक्य को अपना सकल नाम अपेक्षा से महत्व करियछन्ते तांकर वाक्य आज आमान को पाई दर्पण सदृश अटे। ईश्वर को वाक्य कार्य साधक अस्थि मज्जा पर्यंत परिभेदक अटे। आ विश्वासी जीवन रे जेतले गोटे विश्वासी आ ईश्वर को वाक्य को निज हृदय मध्य को निये सेते बेले प्रभु ता जीवन रे महान कार्य करिथांती। तो प्रभु तांकर वाक्य को श्रेष्ठ स्थान देइछंती आपण नाम अपेक्षा प्रभु तांकर वाक्य को महत्व करियछंती। तो आमे एटारे देखु जे प्रभुଙ୍କର वाक्य आज आमान को कोन कहूची कोन कहिया पय चाहूची आ प्रभु आमान को आ ए 2026 शेष मुहूर्त बा शेष सुजोग आमान को पय अछि आमे अंतिम दिन मान करे आमे बास करूछु आ आमान को प्रार्थना की प्रकार आमे प्रार्थना करूचे आ की प्रकार ईश्वर को वाक्य को आमे आ पालन करूचे आ से वाक्य को आमे प्रकृत रे हृदय संचय करी रखुचे ना आमे वाक्य को अवहेला करिचे। सेति पय प्रभु आज कहउचंती जे मो वाक्य को मु महत करियछि मु श्रेष्ठ रे रखिछि। आज आमे से ईश्वर को वाक्य को आमे महत को आम जीवन रे ताहा माने कार्यकारी करिछु ना करिनु ना ताकू आमे आज ढिला भाबरे छाडी देछु। तो आज आमे देखिबा
ଆଉ ଜିସାୟ 25:8 ଟିକେ ଆମने ପଢିବା। ଜିସାୟ 25:8 ଆମने ପଢିବା। ଜିସାୟ 25:8 ଆମने ପଠନ ସେ କରିବା। ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରି ଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏଇ କଥା କହିଅଛନ୍ତି। Praise the Lord, praise the Lord, ସମସ୍ତେ କହିବା praise the Lord, Praise the praise Lord. the Lord, praise the Lord। ପ୍ରଭୁ କହୁଛନ୍ତି ନିଜେ ସଦାପ୍ରଭୁ ପରମେଶ୍ୱର ଏହି କଥା ଆମମାନଙ୍କୁ କହନ୍ତି, ମଣ୍ଡଳୀକୁ କହୁଛନ୍ତି, ଆମମାନଙ୍କୁ କହୁଛନ୍ତି, ଆମ ପରିବାରକୁ ପ୍ରଭୁ କହୁଛନ୍ତି ଯେ ଆଉ ମୃତ୍ୟୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି, ଗ୍ରାସ କରିଅଛି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିକି ଦେବେ ଆଉ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏଇ କଥା କହନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ଲୋତକୁ ପୋଛି ଦେବେ, କିନ୍ତୁ ଆମେ ଆଜି କାନ୍ଦୁଛୁ କି? ଆଜି ଆମର ସେ ଅଶ୍ରୁ ଧାର ବହୁଛି କି? ଆଜି ଆମ ପିଲାମାନଙ୍କ ପାଇଁ ଆମେ କାନ୍ଦୁଛୁ କି? ଆଜି ଆମ ସ୍ୱାମୀ ମାନଙ୍କ ପାଇଁ ଆମେ ଆଜି କାନ୍ଦୁଛୁ କି? ଆଜି ଆମ ମଣ୍ଡଳୀ ପାଇଁ ଆମେ କାନ୍ଦୁଛୁ କି? ଆମ ପଡୋଶୀ ପାଇଁ ଆମେ ଆଜି କାନ୍ଦୁଛୁ କି? ଆଜି ଆମ ସମାଜ ପାଇଁ ଆମେ କାନ୍ଦୁଛୁ କି? ଆଜି ଆମ ଦେଶ ପାଇଁ ଆମେ କାନ୍ଦୁଛୁ କି? ଏଇଟା ଗୋଟେ ପ୍ରଶ୍ନ। ଆମେ କାନ୍ଦୁଛୁ ନା ନାହିଁ? ନା ଆମମାନେ ଜଷ୍ଟ ନିଜ ପାଇଁ ଆମମାନେ ଆଉ ଜଷ୍ଟ ପ୍ରଭୁ ଆମକୁ ଦୟା କର, ପ୍ରଭୁ ଆମ ପରିବାରକୁ ଭଲରେ ରଖ, ଆମେ ଖାଲି ଆଉ ସ୍ୱାର୍ଥ ପ୍ରାର୍ଥନା କରୁଛେ ନା ଆମେ ଆଜି କାନ୍ଦି କାନ୍ଦି ପ୍ରାର୍ଥନା କରୁଛେ? ଅଶ୍ରୁରେ ଏମିତି ଶକ୍ତି ଅଛି, ପ୍ରଭୁ ଆଜି ଆମକୁ ଏତେ ଶକ୍ତି, ଅଶ୍ରୁରେ ଏତେ ଶକ୍ତି ଅଛି ଯୋଉ ଶକ୍ତି କି ଶୈତାନର ଗୋଡକୁ ବି ଭାଙ୍ଗିଦବ ଆଉ ଆମମାନଙ୍କୁ ସବୁ କ୍ଷେତ୍ରରେ ଆମମାନଙ୍କୁ ସେ ସବୁ ମୁହୂର୍ତ୍ତରେ ଆମମାନଙ୍କୁ ଉଦ୍ଧାର କରିବ। ପ୍ରେଜ୍ ଦ ଲର୍ଡ। ତ ଆଜି ପ୍ରଭୁ କଣ କହୁଛନ୍ତି? ତୁମର ଲୋତକ ଜଳ, ତୁମର ଦୁର୍ନାମ ଆମେ ଦୂର କରିବା। କେତେବେଳେ ପ୍ରଭୁ କରିବେ? ଯେତେବେଳେ ତାଙ୍କ ବାକ୍ୟର ପାଳନକାରୀ ଆମେ ହେବା ଦରକାର, ତାଙ୍କର ଆଜ୍ଞା ପାଳନକାରୀ ହେବା ଦରକାର, ତାଙ୍କର ଓବିଡିଏଣ୍ଟ ହେବା ଦରକାର। ସେତେବେଳେ ପ୍ରଭୁ ଆମ ଜୀବନରେ ମହାନ କାର୍ଯ୍ୟ କରିବେ। ତ ମୋର ଭଉଣୀ ମାନେ, ମା ମାନେ, ଆଜି ମୁଁ ଗୋଟେ ବିଷୟ କହିବି ଆପଣଙ୍କୁ, ଦାଉଦଙ୍କ ବିଷୟ ମୁଁ କହିବି। ଆଉ ଜଷ୍ଟ ଅଛି 2-3ଟା ବିଷୟ ଅଛି, 3-4ଟା ବିଷୟ ଆମେ ଯଦି ବାଇବେଲରେ ଦେଖିବା, ପୁରାତନ ନିୟମରେ ହାନାଙ୍କ ବିଷୟ ଅଛି, ଆଉ ହିଜକିୟଙ୍କ ବିଷୟ ମତେ ଅଛି, କିନ୍ତୁ ମୁଁ ଅଧଘଣ୍ଟା ସମୟ ଯେହେତୁ ମତେ ଦିଆଯାଇଛି, ମୁଁ ସେତିକି ଭିତରେ ସରାଇବା ପାଇଁ ଚେଷ୍ଟା କରିବି। ଆଜି ଆମେ ଧ୍ୟାନ ନିମନ୍ତେ ନେବା ଯେ ଆମେ ଆଉ କି ପ୍ରକାର ଆଉ ଆମେ ଆଜି ଆମମାନଙ୍କର ଲାଇଫ କୋଉ ପ୍ରକାରର ବିତୁଛି, ଆମେ କେତେ ସିରିୟସ ଅଛୁ, କେତେ ପ୍ରଭୁଙ୍କର ମାନେ ପ୍ରଭୁଙ୍କ ସହିତ ରହିଛୁ, ନା ଆମେ ଜଷ୍ଟ ଗୋଟେ ନାମକୁ ମାତ୍ର ଆଉ ଖ୍ରୀଷ୍ଟ ବିଶ୍ୱାସୀ ହେଇକି ରହିଛେ। ସେଇଟା ଆମେ ନିଜକୁ ପ୍ରଶ୍ନ କରୁ, ଆମେ ଆତ୍ମସମୀକ୍ଷା କରୁ ଯେ ଆମେ ପ୍ରକୃତରେ ଈଶ୍ୱରଙ୍କୁ ଆମେ ଆଉ ସନ୍ତୁଷ୍ଟ କରିପାରୁଛୁ ତ? ପ୍ରେଜ୍ ଦ ଲର୍ଡ। ସମସ୍ତେ କହିବା ପ୍ରେଜ୍ ଦ ଲର୍ଡ, Praise the Lord. ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ତ ପ୍ରଭୁ ଗୌରବ ପାଆନ୍ତୁ। ଆମେ ଆଜି ଗୋଟେ ଟପିକ ମୁଁ ନେଇଛି ଦାଉଦଙ୍କର ବିଷୟ। ଦାଉଦ ପ୍ରାର୍ଥନା କଲେ। ଦାଉଦ ରାଜା ଥିଲେ, ଆମେ ସମସ୍ତେ ଜାଣିଛେ। ଦାଉଦ ଆଉ ପ୍ରାର୍ଥନା କଲେ। କଣ ପାଇଁ ପ୍ରାର୍ଥନା କଲେ? କୋଉ ବିଷୟ ପାଇଁ ପ୍ରାର୍ଥନା କଲେ? ଆଉ କାହା ପାଇଁ ପ୍ରାର୍ଥନା କଲେ? ଦାଉଦ ଯେତେବେଳେ ପ୍ରାର୍ଥନା କଲେ, ସିଏ ତାଙ୍କ ପରିବାରକୁ ସେ ଉଦ୍ଧାର କଲେ। କାହିଁକି? କଣ ଘଟଣା ଘଟିଥିଲା ଆମେ ଦେଖିବା। ପ୍ରଥମ ସାମୁଏଲ 3:4 ଟିକେ ପଢିବା ଆମେ, ଦୟାକରି ଭଉଣୀ ମାନେ କିଏ ହେଲେ ବି ଜଣେ ପଢି ଦିଅନ୍ତୁ। ପ୍ରଥମ ସାମୁଏଲ 30 ପର୍ବ 3:4 ପଢନ୍ତୁ। 30:3-4। ଦାଉଦ ଓ ତାଙ୍କ ଲୋକମାନେ ନଗରରେ ଉପସ୍ଥ ହୁଅନ୍ତେ, ଦେଖ ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା, ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନୀତ ହୋଇଅଛନ୍ତି। ତହୁ ଦାଉଦ ଓ ତାଙ୍କ ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ
ରୋଦନ କଲେ, ଏପରିକି ଆଉ ରୋଦନ କରିବାକୁ ସେମାନଙ୍କଠାରୁ କିଛି ବଳ ରହିଲା ନାହିଁ। 18-19 ଟିକେ ପଢିଦେବେ ସିଷ୍ଟର, 18-19 ସେଇ ପ୍ରଥମ ସାମୁଏଲ 18-19 ପଢିଦେବେ। ପୁଣି ଅମାଲେକୀୟ ମାନେ ଯାହା କିଛି ନେଇଯାଇଥିଲେ ଦାଉଦ ସେ ସମସ୍ତ ଉଦ୍ଧାର କଲେ। ମଧ୍ୟ ଦାଉଦ ଆପଣାର 2 ଭାର୍ଯ୍ୟାଙ୍କୁ ମୁକ୍ତ କଲେ। ପୁଣି ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟ ମାନେ ନେଇଥିଲେ ତହିଁରୁ କିଛି ଉଣା ହେଲା ନାହିଁ। ଦାଉଦ ସବୁ ଫେରି ପାଇଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଏଥିରେ ବୁଝିପାରୁଛୁ ଯେ ଆଜି ଦାଉଦ ଜଣେ ରାଜା ଥିଲେ। ସେ ଯେତେବେଳେ ଦାଉଦ ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ, ଯେତେବେଳେ ସେ ସୈନିକ ମାନଙ୍କ ସହିତ ଫେରୁଛନ୍ତି ନିଜ ରାଜପ୍ରସାଦକୁ, ସେତେବେଳେ ଦେଖୁଛନ୍ତି ଯେ ତାଙ୍କ ପୁତ୍ର କନ୍ୟା, ତାଙ୍କର ଧନ ସମ୍ପତ୍ତି ସବୁ ନଷ୍ଟ କରି ଦିଆଯାଇଛି। ଆଉ ଅମାଲିକ ମାନେ ଆସିକି ତାଙ୍କର ପୁତ୍ର କନ୍ୟା ଭାର୍ଯ୍ୟା ସମସ୍ତଙ୍କୁ ସେମାନେ ନେଇ ଯାଇଛନ୍ତି। ତ ଯେତେବେଳେ ଦାଉଦ ଏ ବିଷୟ ଦେଖିଲେ, ସିଏ ତ ରାଜା ଥିଲେ, ସିଏ କୋର୍ଟ କଚେରୀ ଯାଇପାରିଥାନ୍ତେ ବା ଯାଇକି ଯୁଦ୍ଧ କରିପାରିଥାନ୍ତେ, ମାରପିଟ କରିପାରିଥାନ୍ତେ, କିନ୍ତୁ ଦାଉଦ ସେ ପ୍ରକାର କଲେ ନାହିଁ। କାହିଁକି ନା ଦାଉଦ ଆଉ ସେ ଈଶ୍ୱରଙ୍କ ଠାରେ ସେ ଭୟ କରୁଥିଲେ। ଆଉ ଦାଉଦ ଆଉ ଈଶ୍ୱରଙ୍କୁ ମାନୁଥିଲେ, ଭୟ କରୁଥିଲେ। ସେ ଜାଣିଥିଲେ ଯେ ଯୋଉଟା ମୋ ପାଇଁ ଆଜି ଏତେ ବଡ ବିଷୟ ଘଟିଛି, ଆଉ ମୋର ପରିବାର ପାଇଁ, ଆଉ ସେଇ ପରମେଶ୍ୱର ଯିଏକି ମତେ ସୃଷ୍ଟି କରିଛନ୍ତି, ଯିଏକି ମତେ ମନୋନୀତ କରିଛନ୍ତି, ସେଇ ପ୍ରଭୁ ସବୁ କିଛି ସମାଧାନ କରିପାରିବେ। ଦାଉଦ କଣ କଲେ? ସେଇ ସମୟରେ ଯେତେବେଳେ ଜାଣିଲେ ଯେ ତାଙ୍କର ପୁତ୍ର କନ୍ୟା ଭାର୍ଯ୍ୟାକୁ ନିଆଯାଇଛି, ତାଙ୍କର ସମସ୍ତ ଧନ ସମ୍ପତ୍ତି ସବୁ ପ୍ରକାରର ବିଷୟକୁ ସେମାନେ ଆଉ ନେଇଛନ୍ତି, ସେମାନେ ଆଉ ସେମାନଙ୍କର ସବୁ କିଛି ଧନ ସମ୍ପତ୍ତି ନଷ୍ଟ ହେଇଛି। ତ ଏଇଟା ଜାଣିଲା ପରେ ମଧ୍ୟ ସିଏ ଆଉ କାହାକୁ କିଛି ନ କହିକି ସେ କଣ କଲେ? ସଦାପ୍ରଭୁଙ୍କ ନିକଟରେ ରୋଦନ କଲେ। ହାଲେଲୁୟା। ରୋଦନ କଲେ ମୋର ଭଉଣୀ ମାନେ। ସେ ପ୍ରଭୁଙ୍କ ଠାରେ ଆଣ୍ଠୁ ଭାଙ୍ଗିଲେ, ସେ ପ୍ରାର୍ଥନା କଲେ, ପ୍ରଭୁ ମୋର ପରିବାରକୁ ତୁମେ ଉଦ୍ଧାର କର। ତୁମେ ସେ ଅମାଲେକ ମାନଙ୍କ ଠାରୁ ମୋ ପରିବାରକୁ ତୁମେ ଉଦ୍ଧାର କର। ସେ ଏତେ କାନ୍ଦିଲେ, ଏତେ କାନ୍ଦିଲେ, ଏତେ କାନ୍ଦିଲେ। ଆମେ ଏଠି ଯେତେବେଳେ ଦେଖିଲୁ 33:4 ଦେଖିଲୁ ପଦରେ ଯେ ସେ କାନ୍ଦି 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 ଆଉ ତାଙ୍କ ଶରୀରରେ ବଳ ନଥିଲା, ଆଉ କାନ୍ଦିବା ପାଇଁ ତାଙ୍କ ଶରୀରରେ ବଳ ନଥିଲା। ଏଇଠି ଗୋଟେ ବିଷୟ ମୁଁ ଆପଣ ମାନଙ୍କୁ କହିବା ପାଇଁ ଯାଉଛି ମୋର ପ୍ରିୟ ଭଉଣୀ ମାନେ। ତ ଆମେ କେମିତି କାନ୍ଦୁଛୁ? ଆମେ କାନ୍ଦୁଛୁ ନା କାନ୍ଦୁନୁ? ସେଇଟା ଆମେ ନିଜକୁ ଆଜି ଆମେ ନିଜକୁ ପ୍ରଶ୍ନ କରୁ ଯେ ଆମେ ସତରେ କାନ୍ଦୁଛୁ ନା ଜଷ୍ଟ ନର୍ମାଲି ପ୍ରେ କରିକି ରହିଯାଉଛୁ। ସେଥିପାଇଁ ଆମେ ଆତ୍ମିକ ଜୀବନରେ ଆଗକୁ ବଢି ପାରୁନୁ। ତ ପ୍ରଭୁଙ୍କର ବାକ୍ୟ କାର୍ଯ୍ୟ ସାଧକ ଅଟେ। ତ ପ୍ରଭୁଙ୍କର ବାକ୍ୟ, ପ୍ରଭୁ ଆପଣା ନାମ ଅପେକ୍ଷା ତାଙ୍କର ବାକ୍ୟକୁ ମହତ୍ କରିଅଛନ୍ତି। ତ ଯେତେବେଳେ ଦାଉଦ କାନ୍ଦିଲେ, ଖାଲି କାନ୍ଦିଲେନି, ଏମିତି କାନ୍ଦିଲେ ତାଙ୍କ ଶରୀରରେ ବଳ ନଥିଲା। ସେଇଟା ବାକ୍ୟ କହୁଛି, ମୁଁ କହୁନାହିଁ। ତ ତାପରେ କଣ ହେଲା? ଯେତେବେଳେ ଦାଉଦ କାନ୍ଦିଲେ, ସେତେବେଳେ ଅମାଲେକ ମାନେ ଟେନସନ ହେଇଗଲେ ସେପଟେ। ଆରେ କଣ ହଉଛି? ଯେତେବେଳେ ଆମେ ପ୍ରାର୍ଥନା କରିବା ଦେଶ ପାଇଁ, ଦୁର୍ନୀତି ହଉଛି, ଭ୍ରଷ୍ଟାଚାର ହଉଛି, ଅତ୍ୟାଚାର ହଉଛି, ବହୁତ ବିଭିନ୍ନ ପ୍ରକାରର ଯୋଉ ସମସ୍ୟା ମାନ ଘଟୁଛି, ଯଦି ଆଜି ଆମ ଦେଶ ପାଇଁ ଆମେ ଆଣ୍ଠୁ ଭାଙ୍ଗିବା, ଆମ ଦେଶ ପାଇଁ ଯଦି ଆଜି ଆମେ ରୋଦନ କରିକି ଅଶ୍ରୁପାତ ଜଳ ବୋହେଇକି ଆମେ ପ୍ରାର୍ଥନା କରିବା ସଦାପ୍ରଭୁଙ୍କ ନିକଟରେ, ତେବେ ପ୍ରଭୁ ଆମ ପ୍ରାର୍ଥନା ଶୁଣିବେ। ଯେମିତି ଦାଉଦ ପ୍ରାର୍ଥନା କଲେ, ଆଉ ସେ କଣ କଲେ? ତାଙ୍କର ସ୍ତ୍ରୀ ତାଙ୍କର ଭାର୍ଯ୍ୟା, ତାଙ୍କର ପୁତ୍ର କନ୍ୟା, ତାଙ୍କର ସବୁ କିଛି ସିଏ ଅମାଲେକ ମାନେ ଆଣି ପୁଣି ଫେରେଇ ଦେଲେ। କାହିଁକି ଫେରେଇଦେଲେ? କାରଣ ଅଶ୍ରୁ ଶକ୍ତିରେ ସେଇ ପାୱାର ଅଛି। ପ୍ରଭୁ ଏଇଠି ଆଉ ଆମେ ପଢିଲେ, ଏଇଠି ଯେମିତି ଲେଖା ହେଇଛି ଜିସାୟ 25:8 ଯେ ସମସ୍ତଙ୍କ ମୁଖରୁ ଲୋତକ ଜଳ ପ୍ରଭୁ ପୋଛି ଦେବେ। ଆମେ ଲୋତକ ଜଳ ବୋହେଇବାର ଅଛି। ଆମେ ଅନେକ ସମୟରେ ଭାବୁଛେ ଯେ ଆମ ମାନଙ୍କ ପ୍ରାର୍ଥନା କାହିଁକି ଶୁଣା ଯାଉ ନାହିଁ, ଆମମାନେ କାହିଁକି ଆଉ ଏତେ ପଛରେ ଅଛୁ?
ମୁଁ ଏତେ ବର୍ଷ ଧରି ପ୍ରାର୍ଥନା କରୁଛି, ପ୍ରଭୁ ମୋର ପ୍ରାର୍ଥନା କାହିଁକି ଶୁଣୁନାହାନ୍ତି? ଆମେ ବେଳେ ବେଳେ ନିଜକୁ ଆମେ କ୍ୱେଶ୍ଚିନ୍ କରିଥାଉ। କିନ୍ତୁ କେତେଟା ବିଷୟ ଆମମାନଙ୍କ ଭିତରେ ଆଉ ଭୁଲ ତ୍ରୁଟି ଥାଏ, ଯୋଉ ଦ୍ୱାରା କି ଆମେ ଆମ ପ୍ରାର୍ଥନା ଈଶ୍ୱରଙ୍କ ନିକଟକୁ ପହଞ୍ଚି ନଥାଏ। ତ ପ୍ରଭୁ ଦାଉଦଙ୍କ ପ୍ରାର୍ଥନା ତ ଶୁଣିଲେ, ଯେତେବେଳେ ଆଉ ସେ ବଳ ସରିଗଲା, ସିଏ ଆଉ ପ୍ରାର୍ଥନା କରିପାରିଲେନି। ତାର ରେଜଲ୍ଟ ତ ଦରକାର ନା। ଯେତେବେଳେ ସିଏ ଏତେ ପ୍ରାର୍ଥନା କରିଛନ୍ତି, ତ ପ୍ରଭୁ କଣ କଲେ, ଯେତେବେଳେ ଆମେ ଆମେ ନିଜକୁ ପୁରା ନମ୍ର କରିଦେବା, ଯେତେବେଳେ ନିଜକୁ ପୁରା ଭାଙ୍ଗିଦେବା, ସେତେବେଳେ ପ୍ରଭୁ ବି ଓହ୍ଲେଇ ଆସିବେ। ପ୍ରଭୁଙ୍କ ବାକ୍ୟ କହୁଛି ଯେ ତୁମ ପାଖକୁ ମୁଁ ଆସିବି ଆଉ ତୁମ ସହିତ ମୁଁ ଭୋଜନ ମଧ୍ୟ କରିବି। ପ୍ରେଜ୍ ଦ ଲର୍ଡ। ତ ଆଜି ଆମେ କି ପ୍ରକାର ପ୍ରାର୍ଥନା କରୁଛୁ, ଆମେ ନିଜକୁ ସମୀକ୍ଷା କରୁ, ଆମେ ନିଜକୁ ନିଜେ ପଚାରିବା। ଆମେ କାହାକୁ ପଚାରିବାନି, ଆମେ ନିଜକୁ ନିଜେ ପଚାରିବା। ଏଠି ଲେଖା ହେଇଛି ସେ ସବୁ କିଛି ପୁଣି ଥରେ ଫେରି ପାଇଲେ। ଆଉ ସେ ଅମାଲେକ ମାନେ ଯୋଉ ନେଇ ଯାଇଥିଲେ, ସେମାନେ ପୁଣି ଥରେ ଆସିକି କହିଲେ, ରାଜା ଦାଉଦ ଆମର ଭୁଲ ହେଇଗଲା, ଆମେ କାହାକୁ ଅନ୍ୟାୟ କରିନୁ, ଆମେ କିଛି ତୁମର କିଛି ନଷ୍ଟ କରିନୁ, ରାଜା ଦାଉଦ ଆମକୁ କ୍ଷମା କର। ସେ କହିଲେ କେତେବେଳେ ସେଟା ହେଲା, ଯେତେବେଳେ ରାଜା ଦାଉଦ ପ୍ରାର୍ଥନା କଲେ, ଏତେ ପ୍ରାର୍ଥନା କଲେ, କାନ୍ଦିଲେ କାନ୍ଦିଲେ କାନ୍ଦିଲେ, ଶେଷରେ ତାଙ୍କ ଶରୀରରେ ବଳ ନଥିଲା। ପ୍ରେଜ୍ ଦ ଲର୍ଡ। ତାଙ୍କ ଶରୀରରେ ବଳ ନଥିଲା। ହାଲେଲୁୟା। ତ ଆମେ ନିଜକୁ ନିଜେ ପଚାରୁ, ଆମେ କେତେ କାନ୍ଦୁଛୁ? ମୁଁ କିନ୍ତୁ ବେଶୀ କାନ୍ଦେ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଭଲରେ ଅଛି ବୋଧେ। ଆପଣ ମାନେ ବି ଯଦି କାନ୍ଦୁଛନ୍ତି, ଓକେ, ଭେରି ଗୁଡ। କିନ୍ତୁ ମୁଁ ଏନକରେଜ କରିବା ପାଇଁ ଚାହୁଁଛି ମୋର ଭଉଣୀ ମାନଙ୍କୁ, କାନ୍ଦନ୍ତୁ, ଯେତେ ପାରୁଛନ୍ତି। ଶରୀରରେ ବଳ ନଥିଲା ବେଳେ କାନ୍ଦନ୍ତୁ। ଦେଖନ୍ତୁ ପ୍ରଭୁ ଆପଣଙ୍କୁ ଆଉ ବହୁତ ଉନ୍ନତ କରିବେ। ଯେମିତି ଦ୍ୱିତୀୟ ବିବରଣୀ 28ରେ ଲେଖା ହେଇଛି, ତୁମେ ଯଦି ଆମ୍ଭରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ଆମ୍ଭେ ତୁମକୁ ସର୍ବଦେଶୀୟ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ଶ୍ରେଷ୍ଠ କରିବା। ପ୍ରେଜ୍ ଦ ଲର୍ଡ। ଆମକୁ ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କ ହୃଦୟରେ ସଞ୍ଚୟ କରି ରଖିବାକୁ ପଡିବ। ତାଙ୍କ ବାକ୍ୟକୁ ଆମକୁ ମହତ କରିବାକୁ ପଡିବ। ଆଉ ତାଙ୍କର ସମସ୍ତ ବାକ୍ୟକୁ ପାଳନ କରିବାକୁ ପଡିବ। ଆଜି ରାଜା ଦାଉଦ ପ୍ରାର୍ଥନା କଲେ, କାନ୍ଦି କାନ୍ଦି ପ୍ରାର୍ଥନା କଲେ, ସେ ପୁନର୍ବାର ତାଙ୍କ ପରିବାରକୁ ସେ ଫେରି ପାଇଲେ। ଆଉ ଯେତେବେଳେ ଅମାଲିକ ମାନେ ନେଇଯାଇଥିଲେ, ସେମାନେ ଆଉ ତାଙ୍କୁ ରଖିପାରିଲେ ନାହିଁ। ଆଜି ଆମେ ବହୁତ ପ୍ରାର୍ଥନା କରୁଛେ, ବହୁତ ମିଟିଂ ଆଟେଣ୍ଡ କରୁଛେ, ବହୁତ ପ୍ରାର୍ଥନା କରୁଛେ, କିନ୍ତୁ ଆମର ପ୍ରାର୍ଥନା ଈଶ୍ୱରଙ୍କ ନିକଟକୁ ପହଞ୍ଚୁଛି କି ନାହିଁ ସେଇଟା ବି ଜାଣିବା ଦରକାର। ଆମେ ସମୀକ୍ଷା କରିବା ଦରକାର। ତ ଏଠି ଗୋଟେ ବିଷୟ ଆମେ ପଢିବା, ଗୀତ ସଂହିତା 34:18 ପଢିବା। କିଏ ଜଣେ ଭଉଣୀ ପଢିଦେବେ ଗୀତ ସଂହିତା 34 ପର୍ବ 18 ପଦ। ପ୍ରଭୁ ଭଗ୍ନାନ୍ତକରଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଶୂନ୍ୟମନ ମାନଙ୍କୁ ତ୍ରାଣ କରନ୍ତି। ପ୍ରେଜ୍ ଦ ଲର୍ଡ। ସଦା ପ୍ରଭୁ ଭଗ୍ନାନ୍ତକରଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣ ମନା ମାନଙ୍କୁ ତ୍ରାଣ କରନ୍ତି। ପ୍ରେଜ୍ ଦ ଲର୍ଡ। ଯୋଉମାନେ ଆଜି ନିଜ ହୃଦୟକୁ ଜାଣି ଶୁଣି କଠିନ କରିଛନ୍ତି, ଆଉ ସେ ହୃଦୟରେ ଆଉ ଜଗତକୁ ଭର୍ତ୍ତି କରିଦେଇଛନ୍ତି, ପ୍ରଭୁ ସେମିତି ଲୋକମାନଙ୍କୁ କେମିତି ଆଶୀର୍ବାଦ କରିବେ? ପ୍ରଭୁ ଚୂର୍ଣ୍ଣ ମନା ମାନଙ୍କୁ ଆଶୀର୍ବାଦ କରିବେ, ଯୋଉମାନେ କି ଆଉ ନମ୍ର। ବାଇବେଲ କହୁଛି ନମ୍ର ଲୋକମାନଙ୍କୁ ପ୍ରଭୁ ଅନୁଗ୍ରହ ପ୍ରଦାନ କରନ୍ତି। ଯେତେବେଳେ ଦାଉଦ ଆଣ୍ଠେଇଲେ, ଯେତେବେଳେ ଦାଉଦ କାନ୍ଦିଲେ, ସେତେବେଳେ ସଦାପ୍ରଭୁ ପରମେଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ। ସେଇଭଳିଆ ବାକ୍ୟ କହୁଛି, ସଦାପ୍ରଭୁ ଭଗ୍ନ ଚୂର୍ଣ୍ଣ ଅନ୍ତକରଣ ମାନଙ୍କର ଠାରେ ସେ ନିକଟବର୍ତ୍ତୀ ଅଟନ୍ତି। ନିକଟବର୍ତ୍ତୀ ଅଟନ୍ତି। ଆମେ ଆକୁ ଧ୍ୟାନ କରୁ, ଆଜି ଆକୁ ମେଡିଟେଟ କରୁ। ଆମ ନିକଟବର୍ତ୍ତୀ ଅଟନ୍ତି ପରମେଶ୍ୱର। ବାଇବେଲକୁ ଆମେ ଆଉ ଧ୍ୟାନ କରିକି ପାଠ ପଢିବାର ଅଛି, ତାକୁ ମେଡିଟେଟ କରିବାର ଅଛି। ପ୍ରଭୁ ଆଜି ଆମମାନଙ୍କୁ ତୁମେ କଣ କହୁଛ? ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ ଯେ ପ୍ରଭୁ କହୁଛନ୍ତି, ତୁମେ ତୁମର ହୃଦୟର କଥାକୁ ତୁମେ ଭାଙ୍ଗି ଭାଙ୍ଗି କୁହ, ତୁମେ ନମ୍ର ହୁଅ, ତୁମେ ଭାଙ୍ଗି ଯାଅ। ତମେ ଜାଣ ଯେ ତୁମେ କିଛି ନୁହ। ବାସ୍ତବରେ ଆମେ କିଛି ନୁହ ପ୍ରଭୁଙ୍କ ଠାରେ, କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ,
प्रभुंकर दया हेतु आज आम ए निश्वास नौचे, आज आम गोटे परिवार पाइचे, आज आम मंडली पाइचे, आज आम जीवन पाइचे, आज आम परित्राण पाइचे, आज आम अनंत जीवन अधिकारी हो पाइचे। आज गोटे विषय चिंतार विषय, आज आम आज 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 पास्टर माने कांदुचंती कि आज विश्वासी माने केते कांदुचंती, आज आम आम केते भौणी माने कांदुचे ना खाली आम निज निज कार्य व्यस्तता रही आमे खाली आउ सेइथे भाई आमे दुनिया को आसीने। प्रभुंकर पर्पज प्रत्येक जीवन रे अछि आ प्रभु सेटा पूरा करिवे जेते बेले आमे दाऊदंग परि कांदिबार अछि, दाऊदंग परि प्रार्थना करे अछि। जेतेले आमे कांदिबा ए देश परिवर्तन हबो, ए राज्य परिवर्तन हबो। जदि आमे कांदिबा नाही ताले की प्रकार परिवर्तन आसीबो। आम परिवार रे आउ 3 जण प्रभु को जानिथिबे, आउ 2 जण जगतर जागतिक काहे कि आज होउछि सेई परिवार आमे 5 जण वास करछु, ता भितर 3 जण आत्मिक अटंती, आउ 2 जण शारीरिक अटंती, जागतिक अटंती। काहे कि आज गोटे माँ रो प्रार्थना आउ तार परिवार को चेंज कर दो। आज आमने माँ माने से सौभाग्य पाइचे आमे माँ हेबारो, आउ माने आमनकर गुरु दायित्व होची आमे आम परिवार पई कांदी कांदी आम मंडली पई, आम समाज पई, भारत वर्ष पई जेमति प्रभु को राज्य विस्तारित हो, प्रभु को राज्य आसु। जेताले आमे कांदीबा 2 वंशावली 7:14 अनुसार आउ प्रभु कहले तुम देश को आमे सुस्थ करे। आंब नाम रे ख्यात जेबे आंब लोक माने निज निज को नत करंती आ कु पथरु फेरंती, ताले आंभे कोन करिबा, आमे ताहांको देश को सुस्थ करिबा। तो आज क्रिश्चियन रो काम कोन, खाली जे आमे क्रिश्चियन हे जो ताहानो ख्रीष्टंकर काम करिया को पड़िबो। ख्रीष्ट होचनी हमर बापा, स्वर्गीय बापांकर काम जो दायित्व आमनको आज प्रत्येक को मिलिछि, हमको सेटा करिया को पड़िबो, 100% करिया को पड़िबो। आमर जेते भी काम थाउ, जहाँ भी थाउ, आमको आमनको जीवन रे फर्स्ट प्रायोरिटी आमनको ईश्वर को देवा पड़िबो। आमे आजिठू मोर प्रिय भौणी माने माँ माने आमे कांदिबा स्टार्ट करिबा। कांदंतु जेते कांदी पारुछंती कांदंतु, आउ प्रभु आपनଙ୍କୁ देखिबे, आपण निजे रिजल्ट पाइबे। जो विषय असजड़ा है कि अच्छी, जो विषय असमाधान है कि अच्छी, जो विषय अशांति रे अच्छी, जोटा कष्ट रे अच्छी, जदि रोग अच्छी, पीड़ा अच्छी, प्रभु सब दूर कर दे। कारण दाऊद से ताको निज परिवार को फेरी पाइले। दाऊदଙ୍କ जीवन में प्रभु महान कार्य कले। हिजकिया मरिबा को जाउथिले, हिजकिया म जस्ट खाली पदे कहबी किए खोलंतुनी वाक्य। हिजकिया अनेक वर्ष धरी गोटे रोग रे से पीड़ित थिले, आउ सीए मरिबा को जाउथिले, किंतु सीए बाइबल को से कांथ पट को अनेकी सदाप्रभु निकटे से प्रार्थना कले, रोदन कले। प्रभु ताको प्रार्थना सुनिले, आउ हिजकिया को सुस्थ कले। गोटे वाक्य पठे प्रभु ताको सुस्थ कले। सेटा जदि आगामी दिन मान करे मते सुजोग मिलिबो, तेबे मु आपनक मानक मध्यरे से वाक्य को रखिबी। हिजकिया को प्रभु 15 वर्ष दीर्घायु देले। प्रेज द लॉर्ड। 15 वर्ष दीर्घायु देले। तो प्रभु सबु किछि करिया परमेश्वर से जदि आमान निमते प्राण दान करियछंती, तेबे से आम प्रार्थना भी सुनिबा परमेश्वर। गीत सहित लेखाइछि, आम निकट रे प्रार्थना कर, तहिरे आमे तुमको उत्तर देबा। दुख बेले आमे तुमर सहवर्ती हेबा। केते बेले हेबा, जेते बेले प्रभु कहचंती जे जेते बेले तुमे मोर वाक्य पालन करिवो। आमे ईश्वर को संतुष्ट अनेक समय करि पारुनु। हाँ आमे क्रिश्चियन, हाँ ठीक अच्छी, चर्च जीवा, प्रार्थना करिया, बाइबल पढ़िबा, किंतु आमे गोटे नॉमिनल गोटे नाम को मात्र रही कि अछु। किंतु मोर प्रिय भौणी माने आउ आजी प्रभु आमान को एई उपदेश दउछंती जे आमे कांदू, आमे समस्त पे कांदिया को पड़िबो। हमर कांद ही आउ एई देश को परिवर्तन करिवो। हमर कांद ही हमर जदि स्वामी माने बिगड़ी जाइछंती, बा पिला माने बिगड़ी जाइछंती, मंडली बिगड़ी जाइछि,
युवा युवती माने बिगड़ी जहाँ भी प्रॉब्लम हेछि ए देश रे जो बड़ा सब विषय होछि प्रभु सब जिनस को शांति करिवे प्रेज द लॉर्ड। तो सेति पई आमे लास्ट मेसेज आ देखिबा तापरे आमे मेसेज आज सरेबा। आपण माने पढंतु रोमियो 8 रो 31 पद। रोमियो 8 रो 31 पद। हेलो हेलो ତେବେ ଏ हेलो ସମସ୍ତ ଦୃଷ୍ଟିରେ ତେବେ ଏ ସମସ୍ତ ଦୃଷ୍ଟିରେ ଆମେ ମାନେ କଣ କହିବା? ଯଦି ଈଶ୍ୱର ଆମମାନଙ୍କର ସପକ୍ଷ ତେବେ ଆମମାନଙ୍କର ବିପକ୍ଷ କିଏ? यस प्रेज द लॉर्ड। जदि आमानकर परमेश्वर आमानकर सपक्ष ताले आमानकर विपक्ष किए होई पारे। प्रेज द लॉर्ड। प्रभु महान परमेश्वर जेते बेले आउ द्वितीय विवरण लिखाई आज्ञा महातर आशीर्वाद आ तलक आपण माने केतले हेले देखिबे अनाज्ञा बहर आशीर्वाद अनाज्ञा बहतार अभिशाप। आज्ञा बहता जेतेले आमे हो प्रभु बिना कंडीशन ने कौन सी काम करती नहीं। प्रभु कहले मो राज्य धार्मिकता अन्वेषण कर तैरे मु तुमको समस्त विषय जोगी देवी। तो आज आउ प्रभु चाहूचंती ताको राज्य आ धार्मिकता को आमे अन्वेषण करू। प्रभु चाहूचंती आमे ताको निकट रे प्रार्थना करू। प्रभु चाहूचंती ताको वाक्य पालनकारी हो। प्रभु चाहूचंती आमे लोत को झरेई जेमती दाऊद प्रार्थना कले जेमती हाना प्रार्थना कले। हाना प्रार्थना कले 7 वर्षर गर्भ ताकर सदाप्रभु निजे बंद करथिले काहे ना हाना जने गर्वी स्त्री लोक थिले। सेति पई प्रभु निजे ताकर गर्भ को रुद्ध करथिले। आ जेतेले हाना प्रार्थना कले तापरे प्रभु तांको गोटे पुत्र संतान देले। सेटा मु आउ केते बेले कहिबी काइना समय सरी आसुची। आउ प्रभु आउ समस्त को आशीर्वाद करंतु। आउ समस्ते आउ ए वाक्य आज मेडिटेट करंतु। ए वाक्य आउ वेरी वेरी इंपोर्टेंट आम मान को पाई आउ मो पाई इंक्लूड मी आउ समस्त याको ध्यान करिबा। आमे ए सीक्रेटटा जानिबा दरकार जे आमे अनेक समय कंप्लेन करू प्रभु तुम एटा काई कलनी तुम सेटा काई कलनी मोर एटा काई हेलानी खाली कंप्लेन करू। किंतु ईश्वरकर वाक्य को आमे पालन करिवारे आमे बहुत ढिला करूचे। मोर प्रिय भौणी माने प्रार्थना करंतु आजी ठारू कांदंतु जेतिकी बळ अछि कांदंतु देखिबे गोटे 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 परे गोटे प्रभु समाधान करिवे। समस्त विषय समाधान करिवे आउ आत्मा लाभ भी हबो। आउ मंडली रे लोक माने भाई भौणी माने समस्ते बालक समस्ते आमे आउ ईश्वर को वाक्य रे अधिक पढ़ी परिबा। आउ आमानकर परमेश्वर महान ईश्वर अटंती। Our God is great. Our God is almighty. Our God is Jesus is never fail. Our God is peace. Our God great God. Praise the Lord. Jesus is never fail. जीसु केबे फेल नुहंती तांको वाक्य केबे भी लोप पाइबो नै। सबु लोप पाइ जीवो किंतु तांको वाक्य केबे लोप पाइबो नाही। तो ईश्वर को वाक्य को आमान को हृदय आमाने संचय कर रखिया दरकार। आ ईश्वर को वाक्य आमान को प्रत्येक दिन हमको कौन कहूची सेटा आमे जानिबा। आउ प्रभु एई असुरर शक्ति रे केते जे आशीर्वाद अछि ताहा हमें आजी आउ प्रभु आमान को आज कथा कहिसंती। आमे लुह जेते दिन जगत रे आमे बंचीचे आमे कांदी कांदी प्रार्थना करिबा। जेतेले आमे कांदी की प्रार्थना करिबा शैतान रो सब गड़ भांगिबो। जीशुଙ୍କ नाम स्थापन हबो। जीशुଙ୍କର मंडली ईश्वरଙ୍କର मंडली स्थापन हबो। ईश्वर आमान को मध्य को ले आसीबे। प्रभु जेते बेले दाऊद प्रार्थना कले सेतेले ईश्वर निजे स्वयं आम पाखु को ले आसीबे। से देखिबे मोर पिला एते कांदुची आउ प्रभु हमर कांद को तांकर पात्र रे से रखंती। से केबे भी तळे पड़िया को देबे नाही। मोर प्रिय भौणी माने आउ धन्यवाद दिए ए सुंदर वोमेन्स फेलोशिप रे मते ए सुंदर सुजोग प्रभुकर अनुग्रह भौणी मानकर कोऑपरेट सब विषय पे धन्यवाद। आज जदि मु सुस्थ सबल शरीर रे अछि ईश्वर को वाक्य देई पारुची केवल एटा ईश्वर को दया और अनुग्रह।
ଆଉ ପ୍ରଭୁ ଏ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଯଦି କିଛି ଅଧିକ ସମୟ ମୁଁ ନେଇ ଯାଇଛି ମତେ କ୍ଷମା କରିବେ। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ।